ଆଜି ପ୍ରଥମ ସାମୁଏଲ 25 ପର୍ବ ଖୋଲିବା। ପ୍ରଥମ ସାମୁଏଲ 25 ପର୍ବ 2 ପଦରୁ ଦେଖିବା। ପ୍ରଥମ ସାମୁଏଲ 25 ପର୍ବ 2 ପଦ। ସେହି ସମୟରେ ମାୟନ ସ୍ଥିତ ଜଣେ ଲୋକ କର୍ମିଲାରେ ବ୍ୟବସାୟ କରୁଥିଲା। ସେ ଅତି ବଡ଼ ଲୋକ ଓ ତାହାର 300 ବେଶ ଓ 100 ଛାଗି ଥିଲେ। ପୁଣି ସେ କର୍ମିଲାରେ ଆପଣା ମେସୁଲମ ଛେଦନ କରୁଥିଲା। ସେହି ମନୁଷ୍ୟର ନାମ ନାବାଲ ଓ ତାହାର ଭାର୍ଯ୍ୟର ନାମ ଅବିଗଲ। ତେଣୁ ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ, ମାତ୍ର ସେ ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା। ଆଉ ନାବାଲ ଆପଣା ବେଶର ରୋମଚ୍ଛେଦନ କରୁଅଛି ବୋଲି ଦାଉଦ ପ୍ରାନ୍ତରରେ ଶୁଣିଲେ। ଥରେ ଦାଉଦ 10 ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, ତୁମେମାନେ କର୍ମୀଲୋକ ଉଠି ନାବାଲ କତିକି ଯାଅ ଓ ମୋର ନାମରେ ତାହାକୁ ନମସ୍କାର ଜଣାଅ। ପୁଣି ତାହାକୁ ଏପରି କୁହ, ତୁମେ ଚିରଜୀବୀ ହଉ, ତୁମର ମଙ୍ଗଳ ହଉ, ତୁମ ଗୃହର ମଙ୍ଗଳ ହଉ ଓ ତୁମ ସର୍ବସ୍ୱର ମଙ୍ଗଳ ହଉ। ଆମେ ଶୁଣିଲୁ ତୁମର ନାମଚ୍ଛେଦକ ମାନେ ଅଛନ୍ତି, ତୁମର ମେଷପାଳକ ମାନେ ଏବେ ଆମମାନଙ୍କ ସଙ୍ଗରେ ଅଛନ୍ତି। ଆମେମାନେ ସେମାନଙ୍କର କୌଣସି ଉପକାର କରିନାହୁଁ, କିମ୍ବା କର୍ମିଲରେ ଥିବା ସମୟ ଯାକ ସେମାନଙ୍କର କିଛି ଭୋଜି ନାହିଁ। ତାପରେ 10 ପଦ ଦେଖିବା। 10 ପଦ। ଥରେ ନାବାଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲେ, ଦାଉଦ କିଏ? ଯିଶେର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମନିବ ଠାରୁ ବିଗିଡି ବୁଲୁଅଛନ୍ତି। 13 ପଦ। 11 ପଦ। ତେବେ ମୁଁ କଣ ଆପଣା ରୋଟି ଓ ଆପଣା ଜଳ ଓ ଆପଣା ଲୋମଛତ ମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଆଡର ଅଜ୍ଞାତ ଲୋକମାନଙ୍କୁ ଦେବି? 13 ପଦ। ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମମାନେ ପ୍ରତ୍ୟେକ ଆପଣା ଆପଣା ଖଡଗ ବାନ୍ଧ। ଥରେ ସେମାନେ ପ୍ରତ୍ୟେକ ଆପଣା ଆପଣା ଖଡଗ ବାନ୍ଧିଲେ ଓ ଦାଉଦ ଆପଣା ଖଡଗ ବାନ୍ଧିଲେ। ତହୁ ଦାଉଦଙ୍କର ପଛରେ ଅଣାଧକ 400 ଲୋକ ଗମନ କଲେ। ପୁଣି 200 ଲୋକ ସାମଗ୍ରୀ ପାଖରେ ରହିଲେ। 18 ପଦ। ତମ ଅବିକଲ ଶୀଘ୍ର 200 ରୋଟି ଓ 2 କୁମ୍ପା ଦ୍ରାକ୍ଷରସ ଓ 5ଟି କୋଟା ବେଶ ଓ 5 ଗଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷା ଫଳ ଓ 200 ଡିମିରି ଚୁକ୍ତି ନେଇ ଗଧମାନଙ୍କ ପରି ନଦିଲା। 23 ପଦ। ଏଣୁ ଅବିକଳ ଦାଉଦଙ୍କୁ ଦେଖନ୍ତେ ଶୀଘ୍ର ଗୋର୍ଦ୍ଧବରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡି ଭୂମିଷ୍ଠ ପ୍ରଣାମ କଲା। ପୁଣି ତାଙ୍କ ଚରଣରେ ପଡି କହିଲା, ହେ ମୋର ପ୍ରଭୁ, ମୋ ଉପରେ ହିଁ ସେ ଅପରାଧ ବର୍ତ୍ତୁ। ଆପଣା ଦାସୀକି ଆପଣଙ୍କୁ କର୍ଣ୍ଣ ଗୋଚରରେ କହିବାକୁ ଦିଅନ୍ତୁ ଓ ଆପଣ ଦାସୀର କଥା ଆପଣ ଶୁଣନ୍ତୁ। ବିନୟ କରୁଅଛି, ମୋର ପ୍ରଭୁ ସେହି ପାପଧାମ ମନୁଷ୍ୟ ନାବାଲକୁ ମନରେ ନ କରନ୍ତୁ। କାରଣ ତାହାର ନାମ ଯେପରି ସେ ସେପରି। ତାହାର ନାମ ନାବଲ ମୂଢ ଓ ମୂଢତା ତାହାଠାରେ ଅଛି। ମାତ୍ର ଆପଣଙ୍କ ଏହି ଦାସୀ ମୋର ପ୍ରଭୁଙ୍କୁ ପ୍ରେରିତ ଯୁବମାନଙ୍କୁ ଦେଖି ନାହିଁ। ତାପରେ 28 ପଦ। ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ। ମୋର ପ୍ରଭୁ ସଦାପ୍ରଭୁ ପକ୍ଷରେ ଯୁଦ୍ଧ କରୁଅଛନ୍ତି। ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜୀବନ ଆପଣମାନଙ୍କ ଠାରେ ମନ୍ଦତା ଦେଖା ନଯିବ। 36 ପଦ। ଏ ଉତ୍ତାରେ ଅବିକଳ ନାବାଲ ନିକଟକୁ ଆସିଲା। ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ଭୋଜ କରିଥିଲା। ପୁଣି ନାବାଲ ଅତିଶୟ ମତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା। କିନ୍ତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବିଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ। ମାତ୍ର ପ୍ରାତଃ କାଳରେ ନାବାଲର ମତଟା ତୁଟନ୍ତେ ତାର ଭାର୍ଯ୍ୟ ତାହାକୁ ସେଇ ସବୁ କଥା ଜଣାଇଲା। ଥରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା। ଅନନ୍ତର ଅଣାଧିକ 10 ଦିନ ଉତ୍ତାରେ ସଦାପ୍ରଭୁ ନାବାଲକୁ ଆଘାତ କରନ୍ତି, ସେ ମଲା। ଏ ଉତ୍ତାରେ ନାବାଲ ମରିଅଛି, ଏହା ଦାଉଦ ଶୁଣି କହିଲେ, ନାବାଲ ହସ୍ତରେ ମୋର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ ସେ ଧନ୍ୟ ହୁଅନ୍ତୁ। ଆଉ ସଦାପ୍ରଭୁ ନାବାଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇ ଅଛନ୍ତି। ଏ ଉତ୍ତାରେ ଦାଉଦ ଅବିଗଲକୁ ବିବାହ କରିବା ବିଷୟରେ ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠେଇଲେ। 44 ପଦ। ମାତ୍ର ସାଉଲ ଆପଣା ମିଖଲ ନାମୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲିମ ନିବାସୀ ଲଇସର ପୁତ୍ର ପଲଟିକି ଦେଇଥିଲେ।
ହଁ, ଯଦି ଆମେ ଅ, ପ୍ରଥମ ସମୟରେ 25 ପର୍ବର କାହାଣୀକୁ ଯଦି ଆମେ ଦେଖୁଛୁ, ତାହେଲେ ଏଠି ବହୁତ ଗୁଡେ ଗଭୀର ବିଷୟକୁ ପରମେଶ୍ୱର ବ୍ୟାଖ୍ୟା କରୁଛନ୍ତି, ଯାହା ଆମ ଆତ୍ମିକ ଜୀବନ ସହିତ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କିପରି ଭାବରେ ଆମମାନେ ଆମର ହୃଦୟ, ଆମର ଚିନ୍ତାଧାରା, ଆମମାନଙ୍କର ମନୋଭାବ, ଆମର ପ୍ରତ୍ୟେକ ବିଷୟକୁ, ଯାହା ମଧ୍ୟ ପରମେଶ୍ୱରଙ୍କର ରିଲେଟେଡ ବିଷୟ ସହିତ ଜଡିତ ହେବା ବିଷୟ ଏଇ ଜାଗାରେ ଆମେ ଦେଖିପାରିବା। ଅନେକ ସମୟରେ ଆମମାନେ ସାଧାରଣତଃ ଭାବରେ ନିଜକୁ ବିଶ୍ୱାସ କରିବାର ମାପଦଣ୍ଡରେ ବଞ୍ଚିବା ପାଇଁ କେବେ ମଧ୍ୟ ଆମମାନଙ୍କୁ କିଛି ଅସୁବିଧା କି କିଛି ଅ, ଅଖାଡ ଅନୁଭବ ଲାଗିନଥାଏ। ଯେମିତି ଅ ଯଦି ଜଣେ ଲୋକ ବହୁତ ମଇଳାରେ ବଞ୍ଚୁଛି, ତାର ଡ୍ରେସ ମଧ୍ୟ ବେଶୀ ମଇଳା ହେଇଛି, ଆଁ, ତାର ପ୍ରତ୍ୟେକ ଶରୀରକୁ ସେ ସଫା ନ କରିକି, ତାର ବସ୍ତ୍ରକୁ ମଧ୍ୟ ସଫା ନ କରିକି ସେ ବଞ୍ଚୁଛି। କିନ୍ତୁ ଅନ୍ୟ ଲୋକମାନେ ଦେଖିଲେ ତାଙ୍କୁ ବେଶୀ ମଇଳା ଦେଖାଯାଉଛି, କିନ୍ତୁ ସେ ନିଜେ କେ ମଧ୍ୟ ଥରେ ମଧ୍ୟ ଫିଲ୍ କରୁନଥିବା ଯୋଗୁଁ ସେ କେବେ ପରିବର୍ତ୍ତନ ହେବା ପାଇଁ ଚାହୁଁ। ଯଦି ସେ ପ୍ରକୃତରେ ଭାବିଥାନ୍ତେ, ଯେ ଭାବିଥାନ୍ତା ଯେ ମତେ ନିହାତି ଆବଶ୍ୟକ ଗୋଟେ ପରିବର୍ତ୍ତନ ହେବା ପାଇଁ, ତାହେଲେ କେବେ ମଧ୍ୟ ସେ ସେଇ ସ୍ଥିତିରେ ହିଁ ବଞ୍ଚିନଥାଏ। ଉଦାହରଣ ସ୍ୱରୂପ ଭିକାରୀ ମାନଙ୍କୁ ଦେଖନ୍ତୁ ଆପଣ, ନ ଗାଧେଇକି ବସ୍ତ୍ର ଯୋଉ ସେମାନେ ଯୋଉ ପିନ୍ଧନ୍ତି ସେଇଟାକୁ ହିଁ ସେମାନେ ପିନ୍ଧିଥାନ୍ତି। ତ ସେମାନଙ୍କ ପାଖରେ କୌଣସି ଅ ଚେତା ନଥାଏ ଯେ ଆମମାନଙ୍କୁ ସଫା ହେବା ଦରକାର। ତ ଠିକ ସେପରି ଭାବରେ ପରମେଶ୍ୱର କାର୍ଯ୍ୟ ନ କଲା ପର୍ଯ୍ୟନ୍ତ, ଈଶ୍ୱରଙ୍କର ଅନୁଗ୍ରହ ନ ଆସିଲା ପର୍ଯ୍ୟନ୍ତ ଗୋଟେ ମନୁଷ୍ୟ କେବେ ମଧ୍ୟ ପରମେଶ୍ୱର ପରମେଶ୍ୱରଙ୍କ ପାଖକୁ ଯିବା ପାଇଁ ଟିକେ ତେଣୁକରି ପରମେଶ୍ୱରଙ୍କ ପାଖକୁ ହୃଦୟ ସ୍ଥାନାନ୍ତର ହେବା ପାଇଁ ମଣିଷର ଶରୀରରୁ ଜାତ କୌଣସି ବିଷୟରେ ସେ କେବେ ମଧ୍ୟ ସାହାଯ୍ୟ କରିପାରିବ ନାହିଁ। ଏ କାହାଣୀରେ ଯଦି ଆମେ ଦେଖିବା, ତାହେଲେ ପ୍ରକୃତରେ କାହା ସହିତ ମତେ ବଞ୍ଚିବା ଆବଶ୍ୟକ, କାହାର ସହିତ ଜଡିତ ହେଇକି ମୋର ଜୀବନ ଯାପନକୁ ମୁଁ ବିତେଇବା ଦରକାର, ବା ମୋର ହୃଦୟ ଅତି ଯତ୍ନଶୀଳ ଭାବରେ ମୁଁ କେମିତି ପରିଚାଳନା କରିବି। ସେଥିପାଇଁ ଏଇ ଜାଗାରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଦାଉଦ ଆଉ ଅବିଗଲଙ୍କ ବିଷୟରେ ଆମେ ଏଇ ଜାଗାରେ ପଢିଅଛୁ। ତ ଯେତେବେଳେ ଅବିଗଲ ଯେତେବେଳେ ନାବାଲ ସହିତ ସେ ବଞ୍ଚୁଥିଲା, ତ ସେ ତାର ମୁଖରୁ ସେ ସ୍ୱୀକାର କରୁଛି ଦାଉଦଙ୍କ ସାମ୍ନାରେ ଯେ ନାବାଲ ଗୋଟେ ମୂଢ ଲୋକ, ଖରାପ ଲୋକ, ଅ, ମନ୍ଦ ବିଷୟ ତା ପାଖରେ ଅଛି। ତ ଯଦିଓ ଜାଣିଥିଲା କିନ୍ତୁ କାହିଁକି ସେ ଯୋଉ ସମୟରେ ଦାଉଦଙ୍କର ପ୍ରସ୍ତାବ ନାବାଲ ଶୁଣିକି ସେ ବହୁତ ବିରକ୍ତ ହଉଛି, ଆଉ ସେ ଦାଉଦଙ୍କୁ ତୁଚ୍ଛ କରୁଛନ୍ତି। ଦାଉଦ କେବେ ମଧ୍ୟ ନିଜର ଦାସ ମାନଙ୍କୁ ନାବାଲ ପାଖକୁ ପଠେଇ ନଥିଲେ ନାବାଲକୁ ଆଘାତ କରିବା, କି ନାବାଲକୁ କେ ମଧ୍ୟ ଘୃଣା କରିବାର ବିଷୟକୁ ଦର୍ଶାଇବା ପାଇଁ। କିନ୍ତୁ ବିପରୀତ ଭାବରେ ଯେମିତି ନାବାଲ ବିଷୟରେ ଦାଉଦଙ୍କର ହୃଦୟ କଣ ଥିଲା, ଏଠି ଦେଖିବା ଆମର ଏଠି ଲେଖା ହେଇଛି 5 ପଦରେ। ତ ଦାଉଦ 10 ଜଣ ଯୁବାଙ୍କୁ ପଠେଇଲେ, ଆଉ ଦାଉଦ ସେଇ ଯୁବାମାନଙ୍କୁ କହିଲେ, ତମମାନେ କର୍ମୀକୁ ଉଠି ନାବାଲ କତିକି ଯାଅ ଓ ମୋର ନାମରେ ତାଙ୍କୁ ନମସ୍କାର ଜଣାଅ। ପୁଣି ତାହାକୁ ଏପରି କୁହ, ତୁମେ ଚିରଜୀବୀ ହଉ, ତୁମର ମଙ୍ଗଳ ହଉ, ତୁମ ଗୃହର ମଙ୍ଗଳ ହଉ ଓ ତୁମ ସର୍ବସ୍ୱର ମଙ୍ଗଳ ହଉ। ଦାଉଦ ଏଇ ପ୍ରକାର ବିଷୟ କହି ପଠେଇଲେ ଯେ ତମର ମଙ୍ଗଳ ହଉ, ଚିରଜୀବୀ ହଉ, ତମେ ଆଶୀର୍ବାଦ ପ୍ରାପ୍ତ ହଉ। ଆଉ ଦାଉଦ କହିଲେ, ଆମେ ଶୁଣିଲୁ ତୁମର ଲୋମଶୂତକ ମାନେ ଅଛନ୍ତି, ତୁମର ମେଷପାଳକ ମାନେ ବି ଆମମାନଙ୍କ ସଙ୍ଗରେ ଅଛନ୍ତି। ଆମେମାନେ ସେମାନଙ୍କର କୌଣସି ଉପକାର କରିନାହୁଁ, କିମ୍ବା କର୍ମୂଲ୍ୟରେ ଥିବା ସମୟ ଯାକ ସେମାନଙ୍କର କିଛି ହଜି ନାହିଁ। ତୁମେ ଆପଣା ଯୁବାମାନଙ୍କୁ ପଚାର, ସେମାନେ କହିବେ, ଏହି ଯୁବାମାନେ ତୁମ ଦୃଷ୍ଟିରେ ଅନୁଗ୍ରହ ପାଆନ୍ତୁ, କାରଣ ଆମେମାନେ ଶୁଭ ଦିନରେ ଆସିଅଛୁ, ବିନୟ କରୁଅଛୁ। ତୁମ ହସ୍ତରେ ଯାହା ଆସେ ତାହା ତୁମେ ଆପଣ ଦାସମାନଙ୍କୁ ଓ ଆପଣ ପୁତ୍ର ଦାଉଦଙ୍କୁ ଦିଅ। ତ ଦାଉଦ ଯେତେବେଳେ ବର୍ତ୍ତମାନ ନାବାଲ ପାଖକୁ ପଠେଇଲେ, ଅଧିକାଂଶ ବିଷୟ ଗୁଡା ବାକ୍ୟ ଗୁଡାକ ଯଦି ଆମେ ଦେଖିବା ଏଇ ଜାଗାରେ, ତାହେଲେ ଦାଉଦ କେବେ ଘୃଣାର ମନରେ ନାବାଲ ପାଖକୁ ଦାସ ମାନଙ୍କୁ ପଠେଇ ନଥିଲେ। ତ ଯେତେବେଳେ ମଧ୍ୟ
ମଣ୍ଡଳୀ ଭିତରେ ମୁଁ ବଞ୍ଚୁଛି, ସବୁଠାରୁ ଅଧିକ ମାତ୍ରାରେ ମୁଁ ମଣ୍ଡଳୀ ଆଡକୁ ମୋର ହୃଦୟକୁ ମୁଁ ଯେତେବେଳେ ଅଲଗା ହୃଦୟ ଦେଖିଥାଏ, କି ଯେଉଁ ସାର ପରମେଶ୍ୱର ଦାସଙ୍କ ଆଡକୁ ମୋର ହୃଦୟ ଅଲଗା ଥାଏ, କୋଉ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବର୍ତ୍ତମାନ ନାବାଲ ଏଇ ଜାଗାରେ ଦାଉଦଙ୍କର ଏ ବିଷୟ ଶୁଣିଲା ପରେ ପ୍ରତି ଉତ୍ତରରେ ସେ କଣ ବୋଲି କହୁଛି, ସେ ସିଧାସଳଖ କହୁଛି ଏଇ ଜାଗାରେ 10 ପଦରେ, ନାବାଲ ଦାଉଦଙ୍କୁ ଦାଉଦଙ୍କର ଦାସ ମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ, ଦିଶେର ପୁତ୍ର କିଏ, ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣ ଆପଣ ମନିବ ଠାରୁ ବିଗିଡି ବୁଲୁଛନ୍ତି। ଏବେ ନାବାଲ ଗୋଟେ ସାଧାରଣତଃ ଭାବରେ ଗୋଟେ ଲୋକ ନୁହେଁ, ଯିଏ କି ଜାଗତିକ ଭାବରେ ମଧ୍ୟ ସେ କୌଣସି ଲୋକକୁ ସେ ଗ୍ରହଣ କରିପାରେ। ଇଭେନ ସେ ଗୋଟେ ଲୋକ ଯିଏକି ଦାଉଦଙ୍କର ପ୍ରସ୍ତାବ ଯାହାକି ବର୍ତ୍ତମାନ ତମେ ଚିରଜୀବୀ ହୁଅ, ତମେ ଆଶୀର୍ବାଦ ହୁଅ, ତୁମେ ସମୃଦ୍ଧିଶାଳୀ ହୁଅ, ତ ସମସ୍ତ ଆଶାଜନକ ବାକ୍ୟ କହିଲା ପରେ ମଧ୍ୟ ଏବେ ନାବାଲର ହୃଦୟ ଭିତରେ ନାବାଲକୁ ଏଇଟା ଗ୍ରହଣଯୋଗ୍ୟ ଲାଗୁନାହିଁ। ସତରେ ମୁଁ ଯେତେବେଳେ ଗୋଟେ କାହାଣୀକୁ ମନେ ପକଉଛି, ଅବ୍ରାହ୍ମଙ୍କ ଘରେ ଯୋଉ ସମୟରେ ଇସ୍ମାଇଲ ଜନ୍ମ ହେଲା, ଇସ୍ମାଇଲକୁ ସେମାନେ କେତେ ପରିମାଣରେ ସେମାନେ ହୃଦୟ ଢାଳିକି ପ୍ରେମ କରୁନଥିଲେ। ସାରା ଅବ୍ରାହ୍ମ ସେମାନେ ସେମାନେ ଇସ୍ମାଇଲକୁ ସେମାନେ ଅନେକ ସମୟରେ ତାଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଗୋଟେ ସମୟରେ ଇସ୍ମାଇଲର ପ୍ରକୃତ ଛବିକୁ ଯେତେବେଳେ ସାରା ଦେଖୁଛନ୍ତି, ସାରାକୁ ବେଶୀ ଦୁଃଖ ଲାଗୁଛି। ଅନ୍ୟ ବିଷୟ କିଛି କଲା ପରିବର୍ତ୍ତେ ବର୍ତ୍ତମାନ ଇସ୍ମାଇଲର ଚାଲିଚଳନ ଆଉ ଇସ୍ମାଇଲର କାର୍ଯ୍ୟକଳାପ ଯୋଗୁଁ ସାରା ଦେଖୁଛି ଯେ ସାରା ବର୍ତ୍ତମାନ ଇସ୍ମାଇଲ ବର୍ତ୍ତମାନ ଇସାକୁ ହଇରାଣ କରୁଛି, ପିଟୁଛି ସେ। ଯେତେବେଳେ ଆପଣ ମାଥି ପୁସ୍ତକ, ମାର୍କ, ଲୁକ, ଜହନ ପଢିବେ, ସ୍ୱତନ୍ତ୍ର ଭାବରେ ସେ ଜାଗାରେ ଯୀଶୁ ଖ୍ରୀଷ୍ଟ ଯୋଉ ସମୟରେ ବଞ୍ଚୁଥିଲେ ଜଗତରେ, ସେଇ ସମୟରେ କୋଉ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ସେମାନେ ଯୀଶୁକୁ ଅଭିଯୋଗ କରୁଥିଲେ। ସ୍ୱତନ୍ତ୍ର ଭାବରେ ଯିହୁଦୀ ମାନେ, ଫାରୁସୀ ଶାସ୍ତ୍ରୀ ମାନେ ଯୀଶୁଙ୍କର ବାକ୍ୟକୁ ଶୁଣିକି ସେମାନେ ଆଶ୍ଚର୍ଯ୍ୟ ମଧ୍ୟ ହଉଥିଲେ। ଅନେକ ଜାଗାରେ ଲେଖା ହେଇଛି ଏ ଶିକ୍ଷା ଇଏ କେମିତି ପାଇଲା, ଏ କେମିତି ଏତେ ପଣ୍ଡିତ ମାନଙ୍କର ଅଧିକ ବୁଦ୍ଧି ଥିଲା ପରି ବର୍ତ୍ତମାନ କହୁଛି। ଲୋକମାନେ ଯଦିଓ ଜାଣିଲେ, ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯୀଶୁଙ୍କର ଶିକ୍ଷାରେ, ଯୀଶୁଙ୍କ ପ୍ରଚାରରେ, କିନ୍ତୁ ବିଫଳତା ଭାବରେ ସେମାନେ କେବେ ଯୀଶୁଙ୍କୁ ଗ୍ରହଣ କରିପାରିଲେ ନାହିଁ। ସେମାନେ ବିଫଳତା ଭାବରେ ଯଦିଓ ଦେଖାଯାଉଥିଲେ ଯୀଶୁଙ୍କ ପାଖରେ ବସିକି ଶୁଣିଲା ପରେ, କିନ୍ତୁ ପରବର୍ତ୍ତୀ ସମୟରେ ଯୀଶୁ ଯେତେବେଳେ ପର୍ଟିକୁଲାର ଗୋଟେ ବିଷୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ସେ ପ୍ରଚାର କଲେ। ଆମ ଚର୍ଚ୍ଚରେ ଯେତେବେଳେ ଆମେ ବଞ୍ଚୁଛୁ, ଆମେ ଗୋଟେ ବିଷୟ ଦେଖିକି ଆସୁଛୁ, ଆମେ ଯେକୌଣସି କ୍ଷେତ୍ରରେ, ଯେକୌଣସି ଇଭେଣ୍ଟରେ, ଯେକୌଣସି ଫଙ୍କସନରେ, ଚାहे ସେଟା ଖୁସିର ଫଙ୍କସନ ହଉ କି ଦୁଃଖର ଶୋକାକୁଳ ପରିବାରରେ ହଉ, ମୃତ୍ୟୁର ଘରେ ହଉ, ଆମେ କେବଳ ସୁଷମାଚାର ପ୍ରଚାର କରିବାର ଫୋକସରେ ଆମେ ଯୋଜନା କରୁଛୁ। କାରଣ ପରମେଶ୍ୱରଙ୍କ ବାକ୍ୟ ଲେଖା ହେଇଛି, ସମୟରେ କି ଅସମୟରେ ତମେ ବାକ୍ୟ ପ୍ରଚାର କର। ସମୟରେ ମଧ୍ୟ ବାକ୍ୟ ପ୍ରଚାର କରିବା ପାଇଁ ଈଶ୍ୱର କହୁଛନ୍ତି, ଅସମୟରେ ମଧ୍ୟ। ଅସମୟରେ ମାନେ କଣ, ଯୋଉ ସ୍ଥିତିରେ କି ଆମେ ଭାବି ମଧ୍ୟ ପାରିବ ନାହିଁ ଯେ ଏ ସମୟରେ ମତେ ବାକ୍ୟ ଟିକେ କହିବା ଦରକାର। ମୁଁ ଯେତେବେଳକୁ ଖରିଆରେ ରହୁଥିଲି, ସେତେବେଳକୁ ଆମର ଚର୍ଚ୍ଚରେ ଏତିକି ଲୋକ ମାନେ ଭାଇ ଭଉଣୀ ମାନେ ମୃତ୍ୟୁ ମରଣର ସମ୍ବାଦ ଯାକ ଏତେ ନଥିଲା। କିନ୍ତୁ ଯେତେବେଳେ ମତେ ମନେ ପଡୁଛି, ମୁଁ ଯେତେବେଳକୁ ସମାଧି ଦେବା ପାଇଁ ମତେ କୁହାଗଲା, ତ ସେଠି ମୁଁ ସୁଷମାଚାର ପ୍ରଚାର କଲି। କାହିଁକି ସେ ସମୟରେ ଆମର ସୁଷମାଚାର ପ୍ରଚାର ବେଶୀ ସେନ୍ସିଟିଭ ଥିଲା। ତମେ ପାପୀ ନା ତମେ ଧାର୍ମିକ, ଏ କ୍ୱେଶ୍ଚେନ ବହୁତ କରାଯାଉଥିଲା। ଇଭେନ ସେଇ ସମୟରେ କଣ ବୋଲି କୁହାଯାଉଥିଲା, ତମେ ନରକକୁ ଯାଉଛ, ତମର ଚର୍ଚ୍ଚ ପୁରା ଭୁଲ, ଶୈତାନର ଚର୍ଚ୍ଚ ପୁରା, ଏମିତି କହିବା ପରିବେଶ ଥିଲା। ସେ ସମୟରେ ତ ଲୋକମାନେ ବେଶୀ ସେନ୍ସିଟିଭଲି ଆମକୁ ବହୁତ ଗୁଡେ ଅଭିଯୋଗ କରୁଥିଲେ, କେମିତି ଏମିତି କହିପାରିବେ। ତ ସେଇ ସମୟରେ ମୁଁ ଯେତେବେଳେ ସୁଷମାଚାର ପ୍ରଚାର କରିବା ପାଇଁ ଯୋଜନା କରୁଛି, ସେ ସମୟରେ ଆମର କେତେ ଭାଇ ଭଉଣୀ କହିଲେ, ପାଷ୍ଟର ଏଠି କୁହନ୍ତୁ ନାହିଁ, ଏଇଟା ସମାଧି, ଏଠି ଆପଣ ସୁଷମାଚାର କୁହନ୍ତୁ ନାହିଁ, ପରବର୍ତ୍ତୀ ସମୟରେ ଉତ୍ତମ ପରିବେଶରେ କହିଲେ ହବ ନା। ତ ମୁଁ ଯେତେବେଳେ ସେ ବିଷୟକୁ ଶୁଣିଲି, କିନ୍ତୁ ମତେ ଯଦିଓ ସେଇଟା ଅଳ୍ପ ମାତ୍ରାରେ ହଉ ଠିକ ଅଛି, ସତ କଥା କହୁଛୁ, କିନ୍ତୁ ସତରେ ମୋର ହାର୍ଟରେ ମୁଁ ସୁଷମାଚାର ନୁହଁ କହିକି ଅନ୍ୟ ବିଷୟ ଯଦି କହିବି, ତାର ଅର୍ଥ କଣ? ଆମର ପ୍ରଚାର ହଉ କି ଆମର ଲୋକମାନଙ୍କ ସହିତ ଡିଲିଙ୍ଗସ ହଉ,
ନିର୍ଦ୍ଦିଷ୍ଟ ଭାବରେ ଯଦି ଆମ ହୃଦୟକୁ ଦେଖିବା ତାହେଲେ ଯଦି ଆମେ ସୁଷମାଚାରକୁ ଯଦି ଆମେ ଗୋଟେ ଅନନ୍ୟ ପର୍ସନକୁ ଯାହାକୁ ଭେଟୁଛୁ ଆମେ ଯଦି କହିପାରୁ ମତେ ମନେ ପଡୁଛି ପାଷ୍ଟର ପ୍ରାଗର ଗୋଟେ ସାକ୍ଷ୍ୟ ଲଣ୍ଡନରୁ ଗୋଟେ ବ୍ୟକ୍ତି ମିଶନାରୀ ସେ ତାକୁ ପାଷ୍ଟର ପ୍ରାଗ ରାସ୍ତା କଡରେ ବସ୍ତା ଦେଖିଲେ ଆପଣ କିଏ ନାଇଁ ମୁଁ ଗୋଟେ ମିଶନାରୀ କୁଆଡେ ଆଇଛନ୍ତି ନାଇଁ ମୁଁ ବୁଲିବା ପାଇଁ ଆସିଛି ପାଷ୍ଟର ତାଙ୍କୁ ବହୁତ ଅନୁଯୋଗ କଲେ ବୋଲି ପାଷ୍ଟର ସାକ୍ଷୀ ଶୁଣିଥିବେ ଆପଣ ଆପଣ ମିଶନାରୀ ହେଇକି ବୁଲିବା ପାଇଁ କେମିତି ଯାଉଛନ୍ତି ଆପଣ କଣ ପାଇଁ ସୁଷମା ଆପଣ ପ୍ରଚାର କରୁନାହାନ୍ତି ଯଦି ଆପଣ ମିଶନାରୀ ହେଇକି ବୁଲିବେ ତାହେଲେ ପ୍ରଚାର କିଏ କରିବ ତ ଯେତେବେଳେ ପାଷ୍ଟର ପାର୍କ ସେମିତି କହିଲେ ସେ ଆଁ, ତାଙ୍କୁ ବହୁତ ଆଘାତ ଲାଗିଲା ମତେ ଜୀବନରେ କେବେ ବି କିଏ ଏମିତି କରିନଥିଲି ସେ ସମୟରେ ସେ ପାଷ୍ଟର ପାର୍କ କହିଲେ ମତେ ସୁଯୋଗ ଦେବେ କି ଯେ ଆପଣଙ୍କ ସହିତ ମୁଁ ଗୋଟେ ବର୍ଷ ଧରିକି ବଞ୍ଚିବାକୁ ଚାହୁଁଛି ତମଠାରୁ ଶିଖିବାକୁ ଚାହୁଁଛି ପାଷ୍ଟର ପାର୍କ କହିଲେ ମୁଁ କଣ ତମକୁ ଶିଖେଇବି ପରବର୍ତ୍ତୀ ସମୟରେ ପାଷ୍ଟର ଯେତେବେଳେ ସେବା କାମ ଆରମ୍ଭ କଲେ ସେଇ ଜାଗାରେ ତାଙ୍କ ପାଖରେ ପଇସା ନଥିଲା ଟଙ୍କା ନଥିଲା ତ ସେ ସମସ୍ତେ ଲଣ୍ଡନରୁ ସେ ମିଶନାରୀ ଆସିଲେ କାଳେ ସେ ମତେ ପଇସା ଯାଚିବି କହିକି ପାଷ୍ଟର ପାର୍କ ଏଭଏଡ କଲେ ସେ ପଇସା ନେବା ବିଷୟକୁ ନେଇକି ବୋଲି ମୁଁ ଯେତେବେଳେ ଏ ସାକ୍ଷ୍ୟକୁ ମୁଁ ମନେ ପକଉଛି ସେଥିରେ ମୁଁ ଯେତେବେଳେ ମନେ ପକଉଛି ମୋର ପୂର୍ବତନ ଜୀବନକୁ ପ୍ରଚାର ଲାଇଫକୁ ତ ସତରେ ଯଦି ମୁଁ କହିବି ତାହେଲେ ସେ ସମୟରେ ସୁଷମାଚାର ପ୍ରଚାର କରିବା ପାଇଁ ଯେତେବେଳେ ଆମେ ଯାଉଥିଲୁ ଅନେକ ଗୁଡିଏ କ୍ଷେତ୍ରରେ ତାଳନା ଆସୁଥିଲା ଅନେକ ଲୋକମାନେ ଆମକୁ ବିଚାର କରୁଥିଲେ କିନ୍ତୁ ଯୀଶୁଙ୍କୁ ଯଦି ଆମେ ଏକ୍ଜାକ୍ଟଲି ଆମର ଆମେ ଯଦି ବାକ୍ୟରେ ଯଦି ଆବିଷ୍କାର କରିବା କୋଉ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଲୋକମାନେ ଯୀଶୁଙ୍କୁ ବିରକ୍ତ ହେଲେ ଆଜି କଣ ପାଇଁ ଜଗତ ଯୀଶୁଙ୍କୁ ଗ୍ରହଣ କରିପାରୁନାହିଁ କାହିଁକି ଅ, ଯୀଶୁ ଖ୍ରୀଷ୍ଟ ଯଦିଓ ଉଦ୍ଧାର କର୍ତ୍ତା ସେ ଯଦିଓ ସମସ୍ତ ପାପ କ୍ଷମା କରୁଛନ୍ତି କିନ୍ତୁ କାହିଁକି ଯୀଶୁଙ୍କୁ ସେମାନେ ଘୃଣା କରନ୍ତି ସେଠି ମୁଁ ଏଇ ବିଷୟକୁ ଆମେ ଆଲୋଚନା ମଧ୍ୟ କରିଥିଲୁ ମାର୍କ ପୁସ୍ତକ 2 ଗୋଟେ ପକ୍ଷାଘାତ ରୋଗୀକୁ ସେମାନେ ଅ, ନେଇକି ଆସୁଛନ୍ତି ଖଟରେ କିନ୍ତୁ ଜାଗା ନାହିଁ ଲେଖା ହେଇଛି ଏତେ ଲୋକ ଗହଳି ଅଛନ୍ତି ସେମାନେ ଯୀଶୁଙ୍କ ପାଖକୁ ନେବା ପାଇଁ ସେ ପକ୍ଷାଘାତ ରୋଗୀକୁ ସକ୍ଷମ ହେଇପାରୁନାହାନ୍ତି ବୋଲି ସେମାନେ ଗୋଟେ ଅବାନ୍ତର ଚିନ୍ତା କରୁଛନ୍ତି କଣ କରୁଛନ୍ତି ଏମାନେ ପୁରା ଛାତ ଖୋଳିକି ସେମାନେ ଆସୁଛନ୍ତି ଛାତକୁ ଫଟେଇକି ସେମାନେ ଯୀଶୁ ପାଖକୁ ନେଉଛନ୍ତି ଆଉ ସେ ସମୟରେ ଯୀଶୁ ସେ 4 ଜଣଙ୍କର ବିଶ୍ୱାସକୁ ଦେଖି କହୁଛନ୍ତି ବତ୍ସ ତମର ପାପ ସବୁ କ୍ଷମା କରାଗଲା ତ ସେ ତମର ପାପ ସବୁ କ୍ଷମା କରାଗଲା ବୋଲି କହିବା ପୂର୍ବ ପର୍ଯ୍ୟନ୍ତ ଯେତେ ଲୋକ ମଧ୍ୟ ଥିଲେ ସେ ଜାଗାରେ ସମସ୍ତେ ଦେଖା ଯାଉଥିଲେ ଯୀଶୁଙ୍କ ବାକ୍ୟ ଶୁଣିଲା ତ ଯୋଉ ସମୟରେ ଯୀଶୁ କହିଲେ ବତ୍ସ ତମର ପାପ ସବୁ କ୍ଷମା କରାଗଲା ବୋଲି ସେ ସମୟରେ ବହୁତ ପରିବେଶ ଉଲ୍ଟା ହେଇଗଲା ସେ ଜାଗାରେ। ପୁରା ପୁରି ଭାବରେ ପୁରା ପରିବେଶ ଉଲ୍ଟା ହେଇଗଲା ଲୋକମାନେ ବଚସା କରିବା ଆରମ୍ଭ କଲେ ଲୋକମାନେ ହୃଦୟରେ ସେମାନେ କଥାବାର୍ତ୍ତା କରିବା ଆରମ୍ଭ କଲେ ଏ ଲୋକମାନଙ୍କ ହୃଦୟ ଭିତରେ ଫାରସୀ ମାନଙ୍କ ଭିତରେ କଣ ଚିନ୍ତା ଆସୁଛି ଆରେ ଆଁ, କେମିତି ଏମିତି କହିପାରିବ ଇଏ? ପାପ କ୍ଷମା ହେଲା ବୋଲି କେମିତି କହିପାରିବ ସେ ସମୟରେ ସେମାନେ କଣ କହୁଛନ୍ତି ଆଁ, ଆକୁ କିଏ ଏମିତି ଅଧିକାର ଦେଲା ପାପ କ୍ଷମା ହେଲା ବୋଲି କହିବା ପାଇଁ? କିଆକୁ କହିଲା ସେଇ ସମୟରେ ଯୀଶୁ ନିଜେ 10 ପଦରେ କହୁଛନ୍ତି ଯେ ପୃଥିବୀରେ ମନୁଷ୍ୟ ପୁତ୍ରଙ୍କର ଅଧିକାର ଅଛି ପାପ କ୍ଷମା କରିବା ତାର ଅର୍ଥ ହଉଛି ମୋତେ ଯୀଶୁଙ୍କ ପାଖରେ ଅଥରିଟି ଦିଆଯାଇଛି ପରମେଶ୍ୱର ପାଖରେ ପରମେଶ୍ୱର ଯୀଶୁଙ୍କୁ ଅଧିକାର ଦେଇଥିଲେ ଅଥରିଟି ଦେଇଥିଲେ ଯେ ଯୀଶୁ ଖ୍ରୀଷ୍ଟ ହିଁ ପାପ କ୍ଷମା କରିବାର କାର୍ଯ୍ୟ କରିପାରିବେ ସମାଗମ ତମରେ ପୂର୍ବତନ ସମୟରେ ପୁରାତନ ନିୟମରେ ଇସ୍ରାଏଲ ଲୋକମାନେ ପାପ କ୍ଷମା ପାଇବା ପାଇଁ ଦେଶରେ ମେଷକୁ ଧରିକି ସମାଗମ ତମକୁ ଯାଉଥିଲେ ସେ ସମାଗମ ତମ କିଏ କାମ କରୁଥିଲେ କେବଳ ଯାଜକ ମାନଙ୍କର ଗୋଷ୍ଠୀ ସେତେ ଏକ୍ଜାକ୍ଟଲି ସେଇଟା ମଧ୍ୟ ଯାଜକକୁ ଯଦି 30 ବର୍ଷ ହବ ତାହେଲେ ସେ ସମାଗମ ତମ ଭିତରେ ସେ କାର୍ଯ୍ୟ କରିବା ପାଇଁ ଅଧିକାର ପ୍ରାପ୍ତ ପାଇବେ କିନ୍ତୁ ଆମର ବାଇବଲରେ ଦେଖନ୍ତୁ ଅନେକ ଲୋକମାନେ ଅନେକ ରାଜା ମାନେ ଯାଜକ ମାନଙ୍କୁ ସେମାନେ ଯୋଉମାନଙ୍କର ପରମେଶ୍ୱରଙ୍କ ଠାରୁ ଅ ନିୟମ ବାହାରେ ପରମେଶ୍ୱରଙ୍କର ଅଭିଷିକ୍ତ ଯାଜକ ନଥିଲେ ମଧ୍ୟ ସେମାନେ ନିଜର ବେନିଫିଟ ପାଇଁ ନିଜର ଲାଭ ପାଇଁ ସେମାନେ ନିଜେ ନିଜେ ସେମାନେ ରଖୁଥିଲେ ଉଦାହରଣ ସ୍ୱରୂପ ଜାରବିୟମ ଯେ ସମୟରେ
ଯାଜକ ମାନଙ୍କର ଥିଲା ସେଇ ସମୟରେ ସେମାନେ ଯାଜକ ବଂଶ ଲୋକ ନଥିଲେ। ଆହାବ ରାଜା ମଧ୍ୟ ପରମେଶ୍ୱରଙ୍କର ଅଭିଷିକ୍ତ ପ୍ରଭୁଙ୍କର ଲୋକମାନଙ୍କୁ ସେ ଜଡିତ ନ ହେଇକି ସେ ନିଜର ଅନୁସାରେ 400 ବାଲ ଖ୍ରୀଷ୍ଟ ମାନଙ୍କୁ ରଖିଥିଲେ। ତାହେଲେ ଆମେ ଯେତେବେଳେ ଏଇ ବିଷୟକୁ ଚିନ୍ତା କରିବା, ଅବିଗଲ ବିଷୟରେ ମୁଁ ଟିକେ ଅଧିକ ଏଇ ଜାଗାରେ ପଏଣ୍ଟ ଆଉଟ କରିବାକୁ ଚାହୁଁଛି। ଯେ ଅବିଗଲଙ୍କର ମୁଖରେ ଅବିଗଲ ଜାଣିଥିଲେ ଯେ ମୋର ସ୍ୱାମୀ ନାବାଲ ହଉଛି ମୂଢ ଲୋକ, ତାର ଷ୍ଟେଟମେଣ୍ଟ ଅନୁସାରେ ସେଥିପାଇଁ ସେ ଯେତେବେଳେ କହୁଛନ୍ତି ଦାଉଦ ପାଖକୁ ଯାଇକି, କିନ୍ତୁ ଏବେ ଅବିକଳ ବର୍ତ୍ତମାନ ଦାଉଦଙ୍କ ପାଖକୁ କୋଉ ବିଷୟକୁ ନେଇକି ଯାଉଛି? 18 ପଦରେ ଦେଖନ୍ତୁ କଣ ଲେଖା ହେଇଛି। ତହୁ ଅବିକଳ ଶୀଘ୍ର 200ଟି ଓ 2 କୁପା ଦ୍ରାକ୍ଷାରସ, 5ଟି ଗୋଟା ମେଷ ଓ 5 ଗୁଣି ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷା ଫଳ ଓ 200 ଚୁକ୍ତି ନେଇ ଗଧମାନଙ୍କ ଉପରେ ନଦିଲା। ଏବେ ଅବିକଳ ଯେତେବେଳେ ସେ ଦାଉଦଙ୍କ ପାଖକୁ ଯାଉଛନ୍ତି, ଏନିହାଉ ସେ କହୁଛନ୍ତି ତାଙ୍କ ମୁଖରେ କଣ ବୋଲି କହୁଛନ୍ତି? ସେ ନାବାଲ ବିଷୟରେ ସେ ବ୍ୟାଖ୍ୟା କରୁଛନ୍ତି। ହୁଁ। ଯଦି ଆପଣ ଦେଖିବେ 25 ପଦରେ ଲେଖା ହେଇଛି, 23 ପଦ 24 ପଦରେ ବର୍ତ୍ତମାନ ଅବିକଳ ପହଞ୍ଚୁଛନ୍ତି ବର୍ତ୍ତମାନ ଦାଉଦଙ୍କ ପାଖକୁ। ଆଉ 25 ପଦରେ ସେ କଣ ବୋଲି କହୁଛି? ବିନୟ କରୁଛି ମୋର ପ୍ରଭୁ, ସେହି ପାପଧାମ ମନୁଷ୍ୟ ନାବାଲକୁ ମନରେ ନ କରନ୍ତୁ। 25 ପଦର ବାକ୍ୟକୁ ଯଦି ଆମେ ଦେଖିବା, ହେଲା, ପୁରାପୁରି ଭାବରେ ଜାଗତିକ କଥା ହଉଛି ସେ। ଏ ଜାଗାରେ ତାର ଫିଲିଙ୍ଗସ ଅଛି, ତାର ଇମୋସନକୁ ସେ ଜଡିତ କରି କହୁଛି ଯେ ମୋର ପ୍ରଭୁ ସେ ପାପାଧାମ ମନୁଷ୍ୟ। ସେ ପାପାଧାମ ମନୁଷ୍ୟ ବୋଲି ଯୋଉ ଅବିଗଲ ପାଖରେ ଜ୍ଞାନ ଅଛି ନାବାଲ ବିଷୟରେ, ତାର ସ୍ୱାମୀ ବିଷୟରେ, ସେ ପାପାଧାମ ମନୁଷ୍ୟ ବୋଲି କହୁଛି। କିନ୍ତୁ ତାକୁ ନାବାଲକୁ ମନରେ ନ କରନ୍ତୁ, କାରଣ ତାହାର ନାମ ଯେପରି ସେ ସେପରି, ତାହାର ନାମ ନାବାଲ ମୂଢ ଓ ମୂଢତା ତାହାଠାରେ ଅଛି। ଏବେ ନାବାଲ ବିଷୟରେ ବର୍ତ୍ତମାନ ଅବିଗଲଙ୍କର ବ୍ୟାଖ୍ୟା ଯେତେବେଳେ ସେ କରୁଛନ୍ତି, ନାବାଲ ଭଲ ଲୋକ ନାହିଁ, ମୂଢ ଲୋକ ସେ, ପାପାଧାମ ମନୁଷ୍ୟ ସେ ଟିକେ ମଧ୍ୟ ଭଲ ଲୋକ ନାହିଁ। କିନ୍ତୁ ୟାର କହିବାର ଅର୍ଥ କଣ? ତାପରେ ଯଦି ଆପଣ ଦେଖିବେ 28 ପଦରେ ଦେଖନ୍ତୁ, ବିନୟ କରୁଅଛି ଆପଣଙ୍କର ଦାସୀର ଅପରାଧ କ୍ଷମା କରନ୍ତୁ, ମୋର ପ୍ରଭୁ ସଦାପ୍ରଭୁ ପକ୍ଷରେ ଯୁଦ୍ଧ କରୁଅଛି। ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କୁ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜୀବନ ଆପଣଠାରେ ମନ୍ଦତା ଦେଖା ନଯିବ। ଏବେ ଅଭିଜ୍ଞଙ୍କର ହୃଦୟକୁ ଆମେ ଜାଣିପାରିବା ଏ ବାକ୍ୟ ଦ୍ଵାରା। ଗୋଟେ ପଟେ ବର୍ତ୍ତମାନ ନାବାଲର ଦୁଷ୍ଟତାକୁ ସେ ବ୍ୟାଖ୍ୟା କରୁଛନ୍ତି, ସେ ପାପଧାମ ଲୋକ କି ମୂଢ ଲୋକ ଇତ୍ୟାଦି ଇତ୍ୟାଦି ବିଷୟ। କିନ୍ତୁ ତାଙ୍କର ମୂଳ ହୃଦୟ କଣ? ତାଙ୍କର ମୂଳ ହୃଦୟ ହଉଛି କଣ? ଯେତେବେଳେ ସେ 13 ପଦର ବାକ୍ୟ ଅନୁସାରେ ଯେତେବେଳେ ଶୁଣିଲେ ସେ, 13 ପଦରେ କଣ ଲେଖା ହେଇଛି? ଦାଉଦ ଲୋକମାନଙ୍କୁ କହୁଛନ୍ତି ତମେ ଖଡଗ ବାନ୍ଧ, ଆଉ ସମସ୍ତେ ଖଡଗ ବାନ୍ଧିକି ଆଉ ଆମେ ଯିବା। କଣ ଦେଖ 400 ଲୋକ ଗମନ କଲେ କାହା ପାଖକୁ? ନାବାଲ ପାଖକୁ। ତ ସେଇ ସମୟରେ 14 ପଦରେ ଜଣେ ଯୁବା କାହା ପାଖକୁ ଆସୁଛନ୍ତି ଲେଖା ହେଇଛି, ନାବାଲର ଭାର୍ଯ୍ୟା ଅବିଗଲକୁ ଜଣା ହେଲା ଏଇଟା ଯେ ଦାଉଦ ଦେଖ 400 ଲୋକ ଧରିକି ଆସୁଛନ୍ତି ତମର ସ୍ୱାମୀକୁ ଆଘାତ କରିବା। ସେଥିପାଇଁ ବର୍ତ୍ତମାନ ଅବିଗଲ ଏତେ ସାରା ବିଷୟକୁ ସେ ପ୍ରସ୍ତୁତ କରି ଯାଉଛନ୍ତି କାହା ପାଖକୁ? ଦାଉଦଙ୍କ ପାଖକୁ, ନାବାଲର ଜୀବନକୁ ଉଦ୍ଧାର କରିବା। ତ ଯଦିଓ ଅବିଗଲଙ୍କର ଜ୍ଞାନ ବୁଦ୍ଧିରେ ନାବାଲକୁ ଜାଣିଛି ବୋଲି ସେ ଭାବୁଛନ୍ତି, ସେଥିରେ ସେ କହୁଛି ଯେ ହଁ ବାପାଥମ ଲୋକ, ମୂଳ ଲୋକ, ଖରାପ ଲୋକ, କିନ୍ତୁ ଦୟା କରନ୍ତୁ ମୋର ପ୍ରଭୁ ବା ମୋର ସ୍ୱାମୀ ନାବାଲକୁ ତମେ କିଛି ବି କରିଦିଅ ନାହିଁ। କିନ୍ତୁ ବିପରତ ଭାବରେ ଦାଉଦ ବର୍ତ୍ତମାନ ଯେତେବେଳେ ଶୁଣିଲେ ଅବିଗଲ ଠାରୁ, ତାପରେ ଦାଉଦ କ୍ରମାଗତରେ ଅବିଗଲ ସହିତ କଥା ହଉଛନ୍ତି ଜାଗା। ତାପରେ ଅବିଗଲକୁ କହୁଛନ୍ତି ଠିକ ଅଛି ମୁଁ ମାରିବି ନାହିଁ, କିଛି କରିବି ନାହିଁ କହିକି ଦାଉଦ ସ୍ୱୀକାର କରୁଛନ୍ତି। ମତେ କହିଲୁ ତୁ ଠିକ ଅଛି ମୁଁ ଶୁଣିଲି, ମୁଁ ଆଉ ନାବାଲକୁ କିଛି କରିବି ନାହିଁ। କିନ୍ତୁ ଆପଣ ଦେଖନ୍ତୁ 36 ପଦରେ, 35 ପଦରେ, ତ ସେ ତାଙ୍କ ପାଇଁ ଯାହା ଆଣିଥିଲା ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ କୁଶଳରେ ଆପଣା ଗୁରୁକୁ ଯାଅ। ଦେଖ ମୁଁ ତୁମ ରୋଗ ଶୁଣିଲି ଓ ତୁମ ଗ୍ରାହ୍ୟ କଲି।
ଏବେ ଦାଉଦ ବର୍ତ୍ତମାନ ଅବିଗଳ ସହିତ କଥା ହଉଛନ୍ତି, ଠିକ ଅଛି ମୁଁ ତମର କଥା ଶୁଣିଲି, ତମେ ଯାଅ। 36 ପଦ, ଏ ତାର ଅବିଗଳ ନାବାଲ ନିକଟକୁ ଆସିଲା, ବର୍ତ୍ତମାନ ସମସ୍ତ କଥାବାର୍ତ୍ତା ସରିଲା। ଏବେ ଆଉ ଦାଉଦଙ୍କୁ ଯାଇକି ସେ ରିକ୍ୱେଷ୍ଟ କଲେ ମୋର ସ୍ୱାମୀକୁ କିଛି କରିଦିଅନ୍ତୁ ନାହିଁ, ହଁ ଯଦିଓ ପାପ ଧାମ ଲୋକ ଖରାପ ଲୋକ କିନ୍ତୁ କିଛି କରନ୍ତୁ ନାହିଁ। ତ ବର୍ତ୍ତମାନ ଦାଉଦ ଯେଉଁ ସବୁ କହିଲେ ଠିକ ଅଛି ମୁଁ ତମର କଥା ଶୁଣିଲି, ଗ୍ରହଣ କଲି, ତମେ କୁଶଳରେ ଯାଅ। ଏବେ ମଣିଷ ତାହା ଉପରେ ଯଦି ଆମେ ଚିନ୍ତା କରିବା ତାହେଲେ ଏଟାକୁ ଆମେ ରାଜିନାମା ବୋଲି କହିପାରିବା, କମ୍ପ୍ରମାଇଜ ବୋଲି କହିପାରିବା। ଏବେ ଆଁ, ଦାଉଦ ମଧ୍ୟ ଠିକ ଅଛି ବୋଲି କହିଲେ। ଏ ଅବିକଳ ଯୋଉ ସ୍ଥିତିରେ ଯୋଉ ବିଷୟକୁ ସେ ଲକ୍ଷ୍ୟ କରିକି ଯାଇଥିଲେ, ଆଉ ସେ ଲକ୍ଷ୍ୟକୁ ସେ ପୂରଣ କରା ହେଲା ପରେ ସେ ଫେରୁଛନ୍ତି ବର୍ତ୍ତମାନ। ଏବେ ଆଉ ଅବିକଳ ବର୍ତ୍ତମାନ ନାବାଲକୁ ଆଉ ମରାଯିବ ନାହିଁ କି କିଛି ଆଘାତ କରାଯିବ ନାହିଁ। କିନ୍ତୁ 36 ପଦରେ ଦେଖନ୍ତୁ, ତାର ଅବିକଳ ନାବାଲ ନିକଟକୁ ଆସିଲା, ସେତେବେଳେ ଦେଖ ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରୁଥିଲା। ପୁଣି ନାବାଲ ଅତିଶୟ ମତ ଥିବାରୁ ତାର ମନ ଅତି ପ୍ରଫୁଲ୍ଲ ଥିଲା। ଏ ତ ସକାଳ ଆଲୁଅ ପର୍ଯ୍ୟନ୍ତ ଅବିଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣେଇଲା ନାହିଁ। ଏବେ ନାବାଲ ଏତିକି ମତ ଥିଲେ, ସେ ଜାଣୁନାହାନ୍ତି, ତାଙ୍କର ଚେତା ନାହିଁ ଆଉ ସକାଳେ ପର୍ଯ୍ୟନ୍ତ ଅବିଗଲ ଜଗିଲେ। 36 ପଦ 37, ମାତ୍ର ପ୍ରାତଃ କାଳରେ ନାବାଲର ମତଟା ତୁଟନ୍ତି ତାହାର ଭାର୍ଯ୍ୟ ତାହାକୁ ସେ ସବୁ କଥା ଜଣିଲା। ଟିକେ ଭାବନ୍ତୁ ଭାଇ ଭଉଣୀ ମାନେ, ଯେତେବେଳେ ଏବେ ସକାଳେ ହେଲା ପରେ ନାବାଲକୁ ଯେତେବେଳେ ଅବିଗଲ ସମସ୍ତ କଥା ଜଣେଇଲେ, କଣ କଥା ଜଣେଇଲେ? ଏସବୁ କଥା ଯୋଉଟା ଦାଉଦଙ୍କ ସହିତ ସେ ହେଇଛନ୍ତି। ତ ଯେତେବେଳେ ଜଣଉଛନ୍ତି, ତାପରେ ଲେଖା ହେଇଛି ସେକେଣ୍ଡ ପାର୍ଟରେ, ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହେଇଗଲା। ତ ଏବେ ତ ଅବିକଳ ଦାଉଦଙ୍କ ଠାରୁ ପ୍ରସ୍ତାବ ନେଇକି ଆସିଲେ, ଦାଉଦ କଣ ବୋଲି ସ୍ୱୀକାର କଲେ ଏଇ ଜାଗାରେ ଦେଖନ୍ତୁ। ଅ 32 ପଦରେ ଦେଖିବା ଆମେ, ଏଥିରେ ଦାଉଦ ଅବିଗଳକୁ କହିଲେ, ଆଜି ଯେ ମୋ ସଙ୍ଗରେ ସାକ୍ଷାତ କରିବାକୁ ତୁମକୁ ପଠାଇଲେ ସେଇ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଧନ୍ୟ ହୁଅନ୍ତୁ। ପୁଣି ତୁମର ସୁବିଚାର ଧନ୍ୟ ହଉ ଓ ଆଜି ମତେ ରକ୍ତପାତ ଦୋଷରୁ ମୋର ନିଜ ହସ୍ତରେ ଆତ୍ମ ପ୍ରତିକାରରୁ ନିବୃତ୍ତ କଲ, ଯେ ତୁମେ ଧନ୍ୟ ହୋ, କାରଣ ତୁମକୁ ହିଂସା କରିବାରୁ ମତେ ବାରଣ କଲେ। ଯେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହାଙ୍କର ଜୀବିତ ଥିବା ପ୍ରମାଣ ଏହା ସତ୍ୟ ଯେ ତୁମେ ଶୀଘ୍ର ମତେ ଭେଟିବା ପାଇଁ ଆସିନଥିଲେ, ସକାଳ ଆଲୁଅ ବେଳକୁ ନାବାଲ ଗୋଟେ ପୁରୁଷ ପିଲା ଅବଶିଷ୍ଟ ନଥାନ୍ତା। ଏବେ ଦାଉଦ ସ୍ୱୀକାର କରୁଛନ୍ତି ଅବିଗଳ ପାଖରେ ଯେ ନାଇଁ, ଆଉ ତମ ସ୍ୱାମୀକୁ ମୁଁ କିଛି କରିବି ନାହିଁ, ତମର କେବେ ମଧ୍ୟ କିଛି କରିବି ନାହିଁ। ଏଇ ଅବିଗଳ ମଧ୍ୟ ଏଟା ଶୁଣିକି ଆସିଲେ। ହେଲେ ନାବାଲକୁ ଯେତେବେଳେ ଜଣଉଛନ୍ତି ଏଟା, ନାବାଲ ଖୁସି ହେବା କଥା। ଆଉ ଦାଉଦ ମତେ ମାରିବା ପାଇଁ ଆସୁଥିଲେ, କିନ୍ତୁ ମୋ ସ୍ତ୍ରୀ ଗଲେ ଆଉ ସେଠି ରିକ୍ୱେଷ୍ଟ କଲେ, ତାପରେ ବର୍ତ୍ତମାନ ଆଉ କିଛି ଅସୁବିଧା ନାହିଁ। ଏବେ ଲୋଟକୁ ମଧ୍ୟ ପରମେଶ୍ୱର ଯେଉଁ ଉଦ୍ଧାର କଲେ ସଦମ ଗମରାରୁ, ବାଇବଲ ଲେଖା ହେଇଛି ସଦମ ଗମରାରୁ ପରମେଶ୍ୱର ଲୋଟକୁ ଉଦ୍ଧାର କଲେ ସତ, କିନ୍ତୁ ପରମେଶ୍ୱରଙ୍କର ଉଦ୍ଧାର ହେଲା ପରେ ବର୍ତ୍ତମାନ ଲୋଟ ପୁନର୍ବାର ସେଠି ପର୍ଟିକୁଲାର ଗୋଟେ ୱାର୍ଡ ଲେଖା ହେଇଛି, ଭୟ କଲା ସେ। ସେ ଭୟ କରିବା ଯୋଗୁ ଦୁଇଟା ନିଜର ଝିଅ ମାନଙ୍କୁ ଧରିକି ସେ ଗୁମ୍ଫାକୁ ଯାଇକି ସେ ରହିଲା, ବାସ କଲା। ତ ସବୁଠାରୁ ଦୟନୀୟ ବ୍ୟକ୍ତି କିଏ? ଯଦି ସଦାପ୍ରଭୁ ସଦାପ୍ରଭୁ ଯଦିଓ କାର୍ଯ୍ୟ କରୁଛନ୍ତି ତା ପାଇଁ, ସଦାପ୍ରଭୁ ଯଦିଓ ତାଙ୍କ ପାଇଁ କାମ କରୁଛନ୍ତି, ବଟ୍ ସେ ଲୋକ ଯଦି ସଦାପ୍ରଭୁଙ୍କର କାର୍ଯ୍ୟକୁ ଦେଖି ପାରୁନାହିଁ, ୟାଠାରୁ ଦୁର୍ଭାଗ୍ୟ କଥା ତା ପାଇଁ କଣ ହେଇଥାଏ? ୟାଠାରୁ ଦୁଃଖଦାୟକ ବିଷୟ ଆଉ କଣ ହେଇଥାଇପାରେ? ଏବେ ଯେତେବେଳେ ନାବାଲ ବିଷୟକୁ ଯଦି ଆମେ ଚିନ୍ତା କରୁଛୁ ଜାଗାରେ, ନାବାଲକୁ ବର୍ତ୍ତମାନ ଅବିକଳ ସବୁ କଥା ଜଣେଇଲେ ଯେ ଦାଉଦ ଏମିତି ତମକୁ ଖଡଗ ବାନ୍ଧିକି 400 ଲୋକଙ୍କୁ ନେଇକି ମାରିବା ପାଇଁ ଆସୁଥିଲେ। ମୁଁ ଗଲି ଆଉ ଦାଉଦଙ୍କୁ ମୁଁ ରିକ୍ୱେଷ୍ଟ କଲି, ଦାଉଦଙ୍କୁ ମୁଁ କହିଲି ତମର ଜୀବନ ରକ୍ଷା କରିବା ପାଇଁ। ଯାହା କିଛି ମତେ ହେଇଛି ତମେ ବର୍ତ୍ତମାନ ତମର ହୃଦୟକୁ ବଦଳାଅ, ହଁ? ଏବେ ତମର ମାଇଣ୍ଡ ଚେଞ୍ଜ କର। କିନ୍ତୁ ନାବାଲ ଏଇ କଥା ଶୁଣିଲା ପରେ ଖୁସି ହେଲା ପରିବର୍ତ୍ତେ ତାର ହୃଦୟ ଅନ୍ତରରେ ମରିଗଲା ଲେଖା ହେଇଛି ଏବଂ ସେ ପଥର ପରି ରହିଗଲା। ବର୍ତ୍ତମାନ ଯଦି ଆପଣ 38 ପଦ ଦେଖିବେ, 38 ପଦ ଲେଖା ହେଇଛି, ଅନନ୍ତର ଅଣାଧିକ 10 ଦିନ ଉତ୍ତାରେ ସଦାପ୍ରଭୁ ନାବାଲକୁ ଆଘାତ କରୁଥିଲେ। ଏବେ ଦାଉଦ ଯଦିଓ ବର୍ତ୍ତମାନ
ଅବିଗଲକୁ ସେ ପ୍ରତିଶ୍ରୁତି ଦେଲେ ନାଇଁ ମୁଁ କିଛି କରିବି ନାହିଁ ନାବାଲ। କିନ୍ତୁ ସଦା ପ୍ରଭୁ ଏଇ ଜାଗା ନାବାଲକୁ ହତ୍ୟା କଲେ ଲେଖା ହେଇଛି ଏକ୍ଜାକ୍ଟଲି ଏଇଠି ସଦା ପ୍ରଭୁଙ୍କର ନାଁ ଆସୁଛି। ତାପରେ କଣ ହେଲା? ଯୋଉ ସମୟ ନାବାଲ ମରିଗଲା ସେଇ ସମୟରେ 39 ପଦରେ ଦେଖନ୍ତୁ ଏଉତାରେ ନାବାଲ ମରିଅଛି ଏହା ଦାଉଦ ଶୁଣି କହିଲେ ନାବାଲ ହସ୍ତରୁ ମୋର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣ ଦାସକୁ ମନ୍ଦ କର୍ମ ନିବୃତ୍ତ କଲେ ସଦାପ୍ରଭୁ ସେ ଧନ୍ୟ ହୁଅନ୍ତୁ। ଆଉ ସଦାପ୍ରଭୁ ନାବାଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇ ଅଛନ୍ତି। ଏ ଉତ୍ତାରେ ଦାଉଦ ଅବିଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ। এই ଜାଗାରେ ସ୍ପଷ୍ଟ ଭାବରେ ଆମେ ଆବିଷ୍କାର କରିପାରିବା ଯେ ପରମେଶ୍ୱରଙ୍କର ବର୍ତ୍ତମାନ ଏ ଜାଗାର ପ୍ଲାନ କଣ ଅଛି। ଆମେ ପ୍ରତ୍ୟେକ ସମୟରେ ବାକ୍ୟ ଶୁଣୁଛୁ କି ଆମେ କାହାଣୀ ଦେଖୁଛୁ ବାଇବଲରେ ତ ସେଇଠି ପରମେଶ୍ୱରଙ୍କର ଗୋଟେ ଫୋକସ ଅଛି ପ୍ରଭୁଙ୍କର ଗୋଟେ ଯୋଜନା ଅଛି ଯେ ଆମ ସହିତ ସେ ସେୟାର କରୁଛୁ। ଏବେ ବର୍ତ୍ତମାନ ଦାଉଦ ଯେଉଁ ସମୟରେ ନାବାଲ ଅ, ନାବାଲ ମରିଗଲା ବୋଲି ଖବର ପାଇଲେ ତ ଅବିଗଲକୁ ସେ ପ୍ରସ୍ତାବ ଦେବା ପାଇଁ ପଠେଇଲେ ବିବାହ କରିବା ପାଇଁ। ତ ସେଇ ସମୟରେ 40 ପଦ 41 ପଦ 42 ପଦ ଦେଖିବେ ତାହେଲେ ଏବେ ଅବିଗଲ ବର୍ତ୍ତମାନ ଦାଉଦଙ୍କ ନିକଟକୁ ପଳା ଯାଉଛନ୍ତି ଆଉ ଦାଉଦଙ୍କ ସ୍ତ୍ରୀ ହେଇଯାଉଛନ୍ତି। କିନ୍ତୁ ଅବିଗଲଙ୍କ ହୃଦୟ ଭିତରେ କୋଉ ସ୍ପଷ୍ଟ ସମୟରେ କୋଉ ନିର୍ଦ୍ଦିଷ୍ଟ ସମୟରେ ଅ, ତାଙ୍କର ହୃଦୟ ସମାଧାନ ହେଇଥିବ ନାବାଲ ବିଷୟରେ। କି ସମୟ ପୂର୍ବରୁ ବର୍ତ୍ତମାନ ନାବାଲ ପାଇଁ ସେ ଗୁହାରି କରିକି ସେ ଆଣ୍ଠଉଛନ୍ତି ଦାଉଦଙ୍କ ସାମ୍ନାରେ। ଏବେ ଯେଉଁ ସମୟ ନାବାଲ ମରିଗଲା ପରେ ଅ, କେମିତି ଅବିଗଳଙ୍କର ହୃଦୟର ସ୍ଥିତି ପରିବର୍ତ୍ତନ ହବ ମାନେ ନାବାଲର ମୃତ୍ୟୁକୁ ଅବିଗଳ କିପରି ଭାବରେ ଗ୍ରହଣ କରିବ ଦିଟା ରାସ୍ତା ଅଛି। ମଣିଷ ତାହାପରେ ଯଦି ନାବାଲ ମୃତ୍ୟୁକୁ ଯଦି ଅବିଗଳ ଯଦି ଗ୍ରହଣ କରିବ ତାହେଲେ ସେ ଦାଉଦଙ୍କୁ ଆଉ ଅନ୍ୟ ସମସ୍ତଙ୍କୁ ସେ କେବେ ମଧ୍ୟ ଖୁସେଇ ପାରିବ ନାହିଁ ସେ ଅଭିଯୋଗ କରିବ ମୋର ସ୍ୱାମୀକୁ ମାରି ଦେଇଗଲୁ କାହିଁକି ଯଦି ସଦାପ୍ରଭୁ ମାରିଲେ ବୋଲେ ସଦାପ୍ରଭୁ ମାରିଲେ ବୋଲି କିଏ କହିବ ଯେ ସଦାପ୍ରଭୁ ବିଶ୍ୱାସ କରୁଛି। ତ ଜଗତ ଲୋକମାନେ କଣ କହୁଛନ୍ତି ନା କ୍ୟାନ୍ସର ମାରିଦେଲା ନାଇଁ କିଡନୀ ଫେଲ ହେଇଗଲା ମରିଗଲା ନାଇଁ ସେ ଏମିତି ହେଲା ମରିଗଲା ସେମିତି ହେଲା ମରିଗଲା ଅନେକ ପ୍ରକାର ମତ ଦେବାର ଲୋକ ଅଛନ୍ତି। କିନ୍ତୁ ଗୋଟେ ଈଶ୍ୱରଙ୍କ ଲୋକ କଣ ବୋଲି ସ୍ୱୀକାର କରୁଛି ସଦାପ୍ରଭୁ ଦେଇଥିଲେ ସଦାପ୍ରଭୁ ନେଇ ଏବେ ବର୍ତ୍ତମାନ ଅବିଗଲଙ୍କ ହୃଦୟ ଭିତରେ ଯେତେବେଳେ ସେ ନାବାଲ ତାର ସ୍ୱାମୀ ମରିଗଲା ବୋଲି ଶୁଣୁଛି ତାର ହୃଦୟକୁ ସେ କେମିତି ମ୍ୟାନେଜ କରୁଛି। ଯୋଉ ସ୍ୱାମୀ ମନ୍ଦ ବୋଲି ସେ ସ୍ୱୀକାର କରୁଥିଲେ ଯୋଉ ସ୍ୱାମୀ ପାପଧମ ଲୋକ ମୂଢ ଲୋକ ବୋଲି କହିଲା ପରେ ମଧ୍ୟ ଏତେ ସାରା ଜିନିଷ ଧରିକି ସେ ତାର ସ୍ୱାମୀକୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ଦାଉଦ ତାକୁ ଯାଇ ଗାଁଠିଥିଲା ସେ ଏବେ ସେ ଦାଉଦ ପ୍ରସ୍ତାବ ପଠେଇଲେ ଅବିଗଲକୁ ବାହା ନାବାଲ ଆଡେ ମରି ଯାଇଛନ୍ତି। ତ ଆମେ ଏଇ ଜାଗାରେ କଣ ଆମେ ଜାଣିପାରିବା ଆମେ ଦି ପ୍ରକାର ଭାବରେ ସେ ଗ୍ରହଣ କରିପାରିବା ଏକ ତ ମଣିଷତ୍ଵ ଭାବରେ ମଣିଷତ୍ଵ ଭାବରେ ନାବାଲର ମୃତ୍ୟୁ କେବେ ଅବିଗଲଙ୍କ ହୃଦୟ ଭିତରେ ଗ୍ରହଣଯୋଗ୍ୟ ହୋଇପାରିବ। ମଣିଷତ୍ୱର ଭାବରେ ଯଦି ଆମେ ଦେଖିବା ତାହେଲେ କେବେ ମଧ୍ୟ ଅବିକଳ ଧନ୍ୟବାଦ ହେଇପାରିବ ନାହିଁ ଯେ ମତେ ଦାଉଦଙ୍କ ପାଖକୁ ଯିବା ପାଇଁ ବର୍ତ୍ତମାନ ପ୍ରସ୍ତାବ ଆସିଛି। କିନ୍ତୁ ପ୍ରକୃତରେ ପରମର୍ଶନ ପ୍ଲାନ କଣ ଥିଲା ଏବେ ବାଇବଲରେ ନାବାଲ ହଉଛି ଗୋଟେ ସ୍ୱାମୀ ଯିଏକି ମୂଢ ଲେଖା ହେଇଛି କିନ୍ତୁ ଆପଣ ଦେଖନ୍ତୁ ସେଠି ସ୍ପଷ୍ଟ ଭାବରେ ବାଇବଲ କଣ କହୁଛି ମାତ୍ର 13 ପର୍ବର ଆମେ ଗୋଟେ ବାକ୍ୟ ଦେଖିବା 30 ପଦ ବାଳୁଙ୍ଗା ବିଷୟ ଲେଖା ହେଇଛି ଏଠି ଗହମ ବାଳୁଙ୍ଗା ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ପଢିବାକୁ ଛାଡିଦିଅ ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳି ମାନଙ୍କୁ କହିବି ପଢିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡା ବାନ୍ଧ ଗହମ ମୋ ଅମାରର ସଂଗ୍ରହ କରିବ। ଏବେ ଗହମ ସହିତ ବାଳୁଙ୍ଗା ବଢୁଛି ତ ଏ ବାଳୁଙ୍ଗାକୁ କାଟିବା ପାଇଁ ଯୋଉ ସମୟରେ କୁହାଗଲା ସେ ସମୟରେ ସେ ମାଲିକ କହୁଛନ୍ତି ନାଇଁ 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 ବାଳୁଙ୍ଗା ଗୁଡାକୁ ମଧ୍ୟ ଛାଡିଦିଅ କିଛି କର ନାହିଁ। ହୁଁ। ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢିଆ ଛାଡିଦିଅ ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳି ମାନଙ୍କୁ ପୋଡିବା ପାଇଁ ବାଳୁଙ୍ଗା ଏକାଠି କରିବ କାହିଁକି କାରଣ 29 ପଦରେ ଦେଖନ୍ତୁ 28 ପଦ ଟିକେ ଦେଖିବା ତା 28 ପଦ 29 ପଦ ସେ ସେମାନଙ୍କୁ କହିଲେ ଜଣେ ଶତ୍ରୁ ଏହା କରୁଅଛି ପୁଣି ଦାସମାନେ ତାଙ୍କୁ କହିଲେ ତେବେ ଆମମାନେ ଯାଇ ସେଗୁଡାକୁ ଉପାଡି ଏକାଠି କରୁ ଏହା କଣ ଆପଣଙ୍କର ଇଚ୍ଛା ବାଳୁଙ୍ଗା ଗୁଡା କାଢିବା ପାଇଁ
କିନ୍ତୁ 29 ପଦ କଣ କହିଲେ? ସେ କହିଲେ ନା, ତୁମେ ମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡାକ ସାଙ୍ଗରେ ଗହମ ପାଳି ପକେଇବ। ତମେ ବାଳୁଙ୍ଗା କାଢିବା ପାଇଁ ଯଦି ମୁଁ କଣ କହିବି ଯାଉ, ଗହମ ମଧ୍ୟ ତମେ କାଢିଦବ ଥାଉ। ଆମକୁ ଲାଗୁଛି ଆମେ ଆମର ଶରୀରକୁ ନେଇକି ଆମେ ବଞ୍ଚୁଛୁ। ଅଧିକ ସମୟରେ ଆମେ ଆମର ନିଜର ପରିଚୟକୁ ଆମେ ନିଜ ହିସାବରେ ଦେବା ପାଇଁ ପସନ୍ଦ କରୁ। ନିଜର ପରିଚୟ ଆମେ ନିଜର ବ୍ୟକ୍ତିଗତ ପରିଚୟକୁ ଆମେ ନିଜର ଜ୍ଞାନ ଅନୁସାରେ, ନିଜର ବୁଝାମଣା ଅନୁସାରେ, ନିଜର ଚେତା ଅନୁସାରେ ଆମେ ବ୍ୟାଖ୍ୟା କରିଥାଉ। କିନ୍ତୁ ଈଶ୍ୱରଙ୍କର ବ୍ୟକ୍ତି କିଏ ଜାଣିଛନ୍ତି? ଗୋଟେ ପରମେଶ୍ୱରଙ୍କର ଲୋକ ହଉଛି ସିଏ ଯିଏକି ସମସ୍ତ ବିଷୟକୁ ପରମେଶ୍ୱରଙ୍କ ସାମ୍ନାରେ ବିଚାର କରିକି ସେ କଥାବାର୍ତ୍ତା କରିବେ। ଏବେ ଦାଉଦ ଯୋଉ ସମୟରେ ଶୁଣୁଛନ୍ତି ନାବାଲ ମରିଗଲା, ସିଧାସଳଖ ବର୍ତ୍ତମାନ ସେ ପ୍ରସ୍ତାବ ପକଉଛନ୍ତି ଅବିଗଲକୁ ବିବାହ କରିବା। କାହିଁକି? ଆଜି ଆମର ସମସ୍ତ କାଣ୍ଟେଡର ମେମ୍ବର ପିଲାମାନେ ସବୁ, ଷ୍ଟୁଡେଣ୍ଟ ମାନେ ସବୁ ଶୀତ ହଉଛି, ଥଣ୍ଡା ହଉଛି, ଫିର ବି ସେମାନେ ପ୍ରାକ୍ଟିସ କରୁଛନ୍ତି ରାତି ପର୍ଯ୍ୟନ୍ତ। ସେମାନଙ୍କର ସାକ୍ଷ୍ୟ ଯେତେବେଳେ ମୁଁ କାଲି ଶୁଣୁଥିଲି, ତ ସେମାନଙ୍କୁ ବିଜାର ବି ଲାଗୁଛି। କାହିଁକି ବାରମ୍ବାର ଡକା ହଉଛି, କାହିଁକି ବାରମ୍ବାର ଏ ବିଷୟ ଗୁଡେ କରାଯାଉଛି। ସବୁଠାରୁ ଅଧିକ ପେନଫୁଲ କଣ ତାଙ୍କ ପାଇଁ? ସକାଳୁ ଉଠା ହଉଛି ତାଙ୍କୁ ବସିକି ବାକ୍ୟ ଶୁଣିବା ପାଇଁ। କିନ୍ତୁ ଆମେ ଯଦି ପରମେଶ୍ୱରଙ୍କର ଇଚ୍ଛାକୁ ଯଦି ଆମେ ଯଦି ଯଦି ଅନୁସନ୍ଧାନ କରିବା, ଅନୁସରଣ କରିବା, ତାହେଲେ ଈଶ୍ୱରଙ୍କର ଇଚ୍ଛା ଯଦି ଯୋଉ ଜାଗାରେ ଅଛି, ସେ ଇଚ୍ଛାକୁ ଯଦି ଆମେ ଗୁରୁତ୍ୱପୂର୍ଣ୍ଣ ଦେବା, ତାହେଲେ ଆମେ ଆମର ଶରୀରକୁ ଯେତିକି ଆମେ ପରମେଶ୍ୱରଙ୍କର ଇଚ୍ଛାରେ ବିଶ୍ରାମ କରିପାରିବା। ତ ଦାଉଦ ବର୍ତ୍ତମାନ ଏକ୍ଜାକ୍ଟଲି ଏ ସମୟରେ ଅବିଗଲ ସହିତ କେମିତି ଡିଲିଂସ କରୁଛନ୍ତି? ପରମେଶ୍ୱରଙ୍କର ଯୋଜନା ଅନୁସାରେ, ଈଶ୍ୱରଙ୍କର ଗାଇଡାନ୍ସ ଅନୁସାରେ ବର୍ତ୍ତମାନ ଅବିଗଲକୁ ସେ ଡିଲିଂସ କରୁଛନ୍ତି। ଦାଉଦ ଏକ୍ଜାକ୍ଟଲି ବର୍ତ୍ତମାନ କଣ ପାଇଁ ବିବାହ ପ୍ରସ୍ତାବ ଦେଲେ? ତ ଯେତେବେଳେ ଆମେ ପରମେଶ୍ୱରଙ୍କ ପ୍ଲାନକୁ ଯଦି ଆମେ ଆବିଷ୍କାର କରିବା, ତାହେଲେ ଆମେ ସେଇ ପ୍ରକାର କଥାବାର୍ତ୍ତା କରିବା ଯାହାକି ମଣିଷ ଭାବରେ ଜଗତର କୌଣସି ଜ୍ଞାନ ବୁଦ୍ଧି ଅନୁସାରେ ସେ କଥା ହେଇପାରିବାନି। ଆମେ ଅସମ୍ଭବତାରେ ମଧ୍ୟ, ଅସୁବିଧାରେ ମଧ୍ୟ ଆମ ମୁଖରେ ଆଶାର ବାକ୍ୟ ବାହାରି ଆସିବ। ଏବେ ଦାଉଦ ଯଦି ଇମୋସନ ହେଇକି, ଦାଉଦ ଯଦି ପ୍ରକୃତିରେ ନିଜର ଚିନ୍ତା ଦ୍ୱାରା ଇଫେକ୍ଟ ହେଇକି ମଣିଷ ଭାବରେ ଦେଖିବେ, ତାହେଲେ ଅବିଗଲକୁ କୋଉ କ୍ଷେତ୍ରରେ ସେ ବିବାହ କରିବା ପାଇଁ ପ୍ରସ୍ତାବ ପଠେଇବେ। ଯୋଉ ସ୍ଥିତିରେ ବର୍ତ୍ତମାନ ଅବିଗଲ କାନ୍ଦୁଛନ୍ତି, ବର୍ତ୍ତମାନ ମୋର ସ୍ୱାମୀ ନାବାଲ ମରିଗଲା ବୋଲି। ଏବେ ଅବିଗଲଙ୍କ ହୃଦୟ ଭିତରେ କଷ୍ଟ ଥିବ। କୋଉ ସ୍ଥିତିରେ ବର୍ତ୍ତମାନ ସାରା ଅବ୍ରାହ୍ମକୁ ଡାକି କହୁଛନ୍ତି ଯେ ଇଏ ଯିଏ ଦାସର ପୁତ୍ର ହାଗାର ଆହୁରି ଇସ୍ମାଇଲକୁ ଘରୁ ବାହାର କରୁ। ତାକୁ ଟିକେ ଗାଳି କର ବୋଲି କହିବାଟା ଅଲଗା କଥା। ତାକୁ ଟିକେ ତମେ ପିଟା ମରା କରିକି ଟିକେ ବୁଝାଅ ବୋଲି କହିବାଟା ଅଲଗା କଥା। ଗୁରୁ ବାହାର କରିଦିଅ କହିବାଟା କେମିତି? ଯଦିଓ କିଛି ସମୟ ପାଇଁ ଭାଇ ଭଉଣୀ ମାନେ ଏ ବାଳୁଙ୍ଗା ଗୁଡାକ ଗହମ ସହିତ ଦେଖା ଯାଉଛନ୍ତି ମିଶିକି ଥିଲା ପରି, ଏମାନଙ୍କୁ ଉପଡା ଯାଉନିର ଅର୍ଥ ନାହିଁ ଏମାନେ ଗହମ ସହିତ ମିଶିଯିବେ। କିନ୍ତୁ ଗୋଟେ ସମୟ ଆସିବ ଯୋଉ ସମୟରେ କି ବର୍ତ୍ତମାନ ଏକ୍ଜାକ୍ଟଲି ସେ ଗହମ ଗୁଡାକ ସଂଗ୍ରହ କରାହବ, ବାଳୁଙ୍ଗା ଗୁଡାକକୁ କାଢିକି ବିଡା ମୁକ୍ତକୁ ପୋଡା ହବ, ଜଳା ହବ। ଯଦିଓ ଯଦିଓ ସେଠି ଆମକୁ ଅଧିକାଂଶ ସମୟରେ ଲାଗିଥାଏ ନାଇଁ ନାଇଁ ଏ ବିଷୟ ଗୁଡାକ ଠିକ ନାଇଁ, ଫିରି ବି ମୁଁ ପବିତ୍ରାତ୍ମାଙ୍କ ଦ୍ୱାରା ଗଞ୍ଜଣା ପାଇଲେ ମଧ୍ୟ ମୁଁ କ୍ରମାଗତରେ ସେ ବିଷୟକୁ ନେଇକି ଆଗକୁ ଯାଉଛି। ମତେ କି କିଛି କହିବା ଲୋକ ନାହିଁ, ମତେ କି କିଛି ମଧ୍ୟ ଆଘାତ କରିବାକୁ ନାହିଁ। ମୁଁ ଯୋଉଟା ଇଚ୍ଛା ମୁଁ ସେଟା କରିବି। ଅନେକ ଲୋକଙ୍କର ଅନେକ ମତ, ଅନେକ ଲୋକଙ୍କର ଅନେକ ବିଚାର, ଅନେକ ବିଷୟ ଗୁଡାକୁ ନେଇକି ଆମର ପାଖକୁ ଆସିଥାଏ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ଭାଇ ଭଉଣୀ ମାନେ, ଏଇ ଜାଗାରେ ଆମେ ଜାଣିପାରୁଛୁ ଏବେ ଦାଉଦଙ୍କର ନିଷ୍ପତ୍ତି, ଦାଉଦଙ୍କର ହାର୍ଟରେ କେମିତି ସେ ଆତ୍ମିକ ଭାବରେ ସେ ଲିଡ୍ ହଉଛନ୍ତି ଅବିଗଲଙ୍କର କେସରେ, ମୁଁ ଦେଖିପାରୁଛି ଏଇ ଜାଗାରେ। ଗୋଟେ ଆତ୍ମିକ ବ୍ୟକ୍ତି ପରମେଶ୍ୱରଙ୍କର ଯୋଜନାକୁ ସେ ପାଇବ। ହଁ, ନାବାଲର ମୃତ୍ୟୁକୁ ନେଇକି ବର୍ତ୍ତମାନ ଦାଉଦ ଅବିଗଲ ବିଷୟରେ ଚିନ୍ତା କଲେ, ସେ କୋଉ କ୍ଷେତ୍ରରେ ଅବିଗଲକୁ ସେ ପ୍ରସ୍ତାବ ପଠେଇଥାନ୍ତି ବା, କିନ୍ତୁ ଏକ୍ଜାକ୍ଟଲି ଦାଉଦଙ୍କ ହୃଦୟ ଭିତରେ ପରମେଶ୍ୱର ତାଙ୍କ ପ୍ଲାନକୁ ଦେଲେ। ଚର୍ଚ୍ଚ ହଉଛି ଗୋଟେ ଜାଗା, ଯୋଉ ଜାଗାରେ କି ମୁଁ ଆସିଲା ପରେ ପରମେଶ୍ୱର ଏ ନାବାଲକୁ ହତ୍ୟା କଲା ପରେ କ୍ରମାଗତରେ ମୋର ଶରୀରକୁ ଆଘାତ କରିବା ପାଇଁ ଆରମ୍ଭ କଲେ। ମୋର ଧାର୍ମିକତାକୁ ପରମେଶ୍ୱର ଖଣ୍ଡ ଖଣ୍ଡ କରିକି ଚିରିବା ପାଇଁ ଆରମ୍ଭ କଲେ। ଲମ୍ବା ସମୟ ପର୍ଯ୍ୟନ୍ତ ଏ ନାବାଲ ଯିଏକି ମୂଢ ବ୍ୟକ୍ତି ଅବିଗଲକୁ ଧରିକି ଥିଲା, କିନ୍ତୁ ଅବିଗଲ ବର୍ତ୍ତମାନ ଏମିତି ଅଭ୍ୟସ୍ତ ହେଇଯାଇଥିଲା ମୂଢ ନାବାଲ ସହିତ ରହିବା ପାଇଁ। ଅବିଗଲ ମଧ୍ୟ ଜାଣିନଥିଲା ବର୍ତ୍ତମାନ ଇଏ ପାପାଧାମ ଲୋକ, ମୂଢ ଲୋକ ହେଲେ ମଧ୍ୟ
ମୁଁ ଆ ସହିତ ତ ରହିବାକୁ ପଡିବ ନା ଭାବୁଛି ସେ। କିନ୍ତୁ ପରମେଶ୍ୱର ବର୍ତ୍ତମାନ ଅବିଗଲ ଠାରୁ ନାବାଲ ଠାରୁ ଅବିଗଲକୁ ଅଲଗା କରୁଛନ୍ତି। ଏବେ ଅବିଗଲକୁ ଯେତେବେଳେ ନାବାଲ ଠାରୁ ଅଲଗା କରାଯାଉଛି ସେ ସମୟରେ କୌଣସି ଜାଗତିକ ଜ୍ଞାନ ଜାଗତିକ ସ୍ଥିତ ବୁଝାମଣା ଅନୁସାରେ ଏଟା କେବେ ଗ୍ରହଣ ଯୋଗ୍ୟ ହେଇପାରିବ। ଅବିଗଲ କିଏ? ଅବିଗଲ ହଉଛି ଆମର ପ୍ରାଣର ଛବି। ଆମେ ହଉଛି ସେ ଅବିଗଲ ଯୋଉ ପ୍ରାଣକୁ ବର୍ତ୍ତମାନ ଲମ୍ବା ସମୟ ପର୍ଯ୍ୟନ୍ତ ମୂଢ ନାବାଲ ସଦୃଶ ଆମର ଶରୀର ରାଜତ୍ୱ କରିକି କର୍ତ୍ତୃତ୍ୱ କରିକି ନିଜର ନିୟମକୁ ଧରିକି ସେ ଚାଳିତ କରିବା ପାଇଁ ରାଜତ୍ୱ କରିବା ପାଇଁ ଚାହୁଁଥିଲେ। ଯେମିତି ଦୀର୍ଘ 400 ବର୍ଷ ଇସ୍ରାଏଲ ଲୋକମାନଙ୍କୁ ରାଜା ଫାରୋ ଯନ୍ତ୍ରଣା ଦଉଥିଲେ, ଦାସକର୍ମ କରୁଥିଲେ ସେ। କିନ୍ତୁ ପରମେଶ୍ୱର ମଶାଙ୍କ ଦ୍ଵାରା ବର୍ତ୍ତମାନ ତାଙ୍କୁ ବାହାର କଲେ। ଏବେ ପରମେଶ୍ୱର ନାବାଲ କୁ ବର୍ତ୍ତମାନ ହତ୍ୟା କଲେ ଲେଖା ହେଇଛି। ଆଉ ବର୍ତ୍ତମାନ ଅବିଗଲ ଦାଉଦଙ୍କ ସହିତ ଜଡିତ ହେଲେ। ପରମେଶ୍ୱର ଆମ ଜୀବନରେ ମଧ୍ୟ ଆମ ଶରୀର ଠାରୁ ଆମକୁ ଅଲଗା କଲେ। ନାବାଲ ହଉଛି ଆମଙ୍କର ଶରୀରର ଛବି। ନାବାଲ ଅର୍ଥ ହଉଛି ଆମଙ୍କର ଶରୀରର ଭିତରେ ଦାମ୍ଭିକତା, ମୂଢତା, ଅନେକ ଗୁଡେ କଦର୍ଯ୍ୟ ବିଷୟ ଆମ ଭିତରେ ଭର୍ତ୍ତି ହେଇକି ଅଛି। ହେଲେ ପ୍ରଭୁ ଆମକୁ ଭଲ ପାଉଛନ୍ତି। ପ୍ରଭୁ ଅବିଗଲକୁ ଉଦ୍ଧାର କରିବା ପାଇଁ ନାବାଲକୁ ହତ୍ୟା କଲେ। ଏବେ ପରମେଶ୍ୱର ଅବିଗଲକୁ ଉଦ୍ଧାର କଲେ ନାବାଲ ତାକୁ ଅଲଗା କରିକି ଦାଉଦଙ୍କ ସହିତ ଜଡିତ କଲେ। ଆଉ ଯେଉଁ ସାର୍ ଅବିଗଲ ବର୍ତ୍ତମାନ ଯୋଉ ପର୍ଯ୍ୟନ୍ତ ପ୍ରଭୁଙ୍କର ଯୋଜନାକୁ ପାଇନାହାନ୍ତି ସେ ପର୍ଯ୍ୟନ୍ତ ସେ ନାବାଲକୁ ମନେ ପକେଇକି ମୋ ସ୍ୱାମୀ ମରିଗଲେ ମୋର ସ୍ୱାମୀ ମରିଗଲେ ଭାବୁଥିଲେ। ଏକ୍ଜାକ୍ଟଲି ସେଇଟା ପଏଣ୍ଟରେ ଏବେ ଅବିଗଲକୁ ହୃଦୟ ଭିତରେ ସ୍ପଷ୍ଟ ଭାବରେ ବୁଝାମଣା ସ୍ଥାପନ ହେଲା ପରେ ସେ ଦାଉଦଙ୍କ ସହିତ ଖୁସିରେ ବଞ୍ଚିବା ପାଇଁ ଆରମ୍ଭ କରିଥିଲେ। ଏ ଚର୍ଚ୍ଚକୁ ମଧ୍ୟ ଆସିଲା ପରେ ପରମେଶ୍ୱରଙ୍କର ଅନେକ ଗୁଡେ କାର୍ଯ୍ୟ, ଅନେକ ଗୁଡେ ଯୋଜନା ମୋ ଆଡକୁ ଯେତେବେଳେ ମୁଁ ମନେ ପକଉଛି ଅଧିକାଂଶ ସମୟରେ ମୁଁ ବୁଝିପାରିଲି ନାହିଁ। ଅବିଗଲ ସଦୃଶ ମୁଁ ମଧ୍ୟ ନାବାଲ ପାଇଁ ମୁଁ କାନ୍ଦୁଥିଲି। କାହିଁକି ପରମେଶ୍ୱରଙ୍କର ଦାସ କାହିଁକି ମଣ୍ଡଳୀ ମୋର ଜୀବନକୁ ଆକ୍ରମଣ କରୁଛନ୍ତି, ଆଘାତ କରୁଛନ୍ତି, ମତେ ଭଲ ଲାଗୁନାହିଁ। ଭୁଲ ହେବାଟା ମତେ ବେଶୀ କଷ୍ଟ ଲାଗୁଥିଲା। ଭୁଲ ହେବାଟା ମତେ ବେଶୀ ଲଜ୍ଜାକର ବିଷୟ ଲାଗୁଥିଲା। ନିଜକୁ ନିଜର ମତ ନିଜର ସମସ୍ତ ବିଷୟକୁ ତଳେ ପକେଇବା ପାଇଁ ବା ନାବାଲକୁ ହତ୍ୟା କଲା ସଦୃଶ ପରମେଶ୍ୱର ଯେଉଁସାରେ ମୋର ଶରୀରକୁ ଗ୍ରହଣ କରୁନଥିଲେ ମୋର ହୃଦୟ ଭିତରେ ମୁଁ ଏ ନାବାଲ ପାଇଁ କାନ୍ଦୁଥିଲି। ମୁଁ ଦିନେ ଚର୍ଚ୍ଚରେ ଫେରାର ହେଇଗଲି, ଫେରାର ତ ନାହିଁ ମୁଁ ପଳେଇ ଗଲି। କାହା ପାଇଁ? ଏବେ ଅବିଗଲ କାହା ପାଇଁ ଦାଉଦଙ୍କ ପାଖକୁ ଆଣ୍ଠେଇ ଯାଉଛି? ସବୁ ଦ୍ରବ୍ୟାଦି ଧରିକି ପିଠା ପଣା ପୋଷାକ ଧରିକି କାହା ପାଇଁ ସେ ଗୁହାରି କରୁଛି? ସେ ଜାଣିନାହିଁ। ସେ ଜାଣିନାହାନ୍ତି ଯେ ପରମେଶ୍ୱରଙ୍କର କାର୍ଯ୍ୟ ଏଇଟା ନାବାଲ ଠାରୁ ଅଲଗା ହେବାଟା। କିନ୍ତୁ ଅବିଗଲଙ୍କର ବୁଝାମଣାରେ ଅବିଗଲ ଭାବୁଛନ୍ତି ନାଇଁ ନାଇଁ ନାବାଲ ଯାହା ହେଲେ ମତେ ମୋର ସ୍ୱାମୀ ଆକା ନା ମୁଁ ତାଙ୍କ ସହିତ ରହିବା ପାଇଁ ପଡିବ। କିନ୍ତୁ ପରମେଶ୍ୱରଙ୍କର ଯୋଜନା ଥିଲା ବର୍ତ୍ତମାନ ଅବିଗଲକୁ ନାବାଲ ଠାରୁ ପୃଥକ କରିବା ପାଇଁ। ଠିକ ସେମିତି ମଣ୍ଡଳୀ ଗୋଟେ ସ୍ଥାନ ଯୋଉ ଜାଗାରେ ପରମେଶ୍ୱର ଆମମାନଙ୍କୁ ଆମର ଚିନ୍ତା ଠାରୁ ଆମକୁ ପୃଥକ କରିବା ପାଇଁ, ଆମମାନଙ୍କର ଧାର୍ମିକତା ଠାରୁ ଆମକୁ ଅଲଗା କରିବା ପାଇଁ, ଆମମାନଙ୍କ ହୃଦୟ ଭିତରେ କେବଳ ଦାଉଦଙ୍କୁ ସ୍ଥାପନ କରିବା ପାଇଁ ବା ଈଶ୍ୱରଙ୍କ ବାକ୍ୟ ସ୍ଥାପନ କରିବା ପାଇଁ ପରମେଶ୍ୱର ଆମ ଭିତରେ ନାବାଲକୁ ହତ୍ୟା କରିଦେଇଛନ୍ତି। ଏତେ ଈଶ୍ୱରଙ୍କର ଲୋକମାନେ ଏବେ ଦାଉଦ ଏକ୍ଜାକ୍ଟଲି ପ୍ରଭୁଙ୍କର ପ୍ଲାନକୁ ପାଇଲା ପରେ ସେ ସିଧାସଳଖ ଅବିଗଲ ପାଖକୁ ବିବାହର ପ୍ରସ୍ତାବ ପଠାଉଛନ୍ତି। କିନ୍ତୁ ତଳେ ଆପଣ ଦେଖନ୍ତୁ 44 ପଦରେ କଣ ଲେଖା ହେଇଛି? ପ୍ରଥମ ସାମୁଏଲ 25:44 ମାତ୍ର ସାଉଲ ଆପଣା ମିଖଳ ନାମ୍ନୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲିମ ନିବାସୀ ଇଲିଶାର ପୁତ୍ର ପଲଟିଏଲକୁ ପଲଟିକି ଦେଇଥିଲେ। ତ ବର୍ତ୍ତମାନ ସାଉଲ ମିଖଳାକୁ ବର୍ତ୍ତମାନ ଦାଉଦଙ୍କର ଯଦିଓ ଭାର୍ଯ୍ୟା ଲେଖା ହେଇଛି କିନ୍ତୁ ବର୍ତ୍ତମାନ ସେ ସାଉଲ କଣ କରୁଛି? ସେ ଦାଉଦଙ୍କର ଭାର୍ଯ୍ୟା ମିଖଳାକୁ ବର୍ତ୍ତମାନ ପଲଟିଏଲଙ୍କ ପାଖକୁ ଯାଇକି ଦେଇ ଦଉଛି। କାହିଁକି? ଏବେ ସାଉଲ କଣ ପାଇଁ ବର୍ତ୍ତମାନ ଦାଉଦଙ୍କର ଭାର୍ଯ୍ୟାକୁ ପଲଟିଏଲକୁ ଦଉଛୁ? କାରଣ ସ୍ପଷ୍ଟ କାରଣ ହଉଛି ମିଖଳା ଯୋଉ ସମୟରେ ତାଙ୍କ ବାପା ସାଉଲ ଯୋଉ ସମୟରେ ଦାଉଦଙ୍କୁ ହତ୍ୟା କରିବା ପାଇଁ ଗୋଡଉଥିଲା ସେ ସମୟରେ ବର୍ତ୍ତମାନ ମିଖଳା ଦାଉଦଙ୍କୁ ଖବର ଦେଇଥିଲେ ସାଉଲ ତମକୁ ଆଘାତ କରିବାକୁ ଆସୁଛନ୍ତି। ତ ସେ ରାଗ ପାଇଁ ଏବେ ସାଉଲ ରାଜା ନିଜର ଝିଅକୁ ଯଦି ସେ ଦାଉଦଙ୍କ ସ୍ତ୍ରୀ କିନ୍ତୁ ସେ ପଲଟିଏଲକୁ ଦଉଛନ୍ତି। ତାହେଲେ ଆମର ନିଜର ଧାର୍ମିକତାକୁ ସ୍ଥାପନ ନ କରିବା ପାଇଁ
ନିଜର ବିଚାରକୁ ବା ନିଜର ମତକୁ ନିଜର ଉତ୍ତମତାକୁ ସ୍ଥାପନ କରିବା ପାଇଁ ମୁଁ ସକ୍ଷମ ହେଇପାରୁନି ବୋଲି କହିକି ମୁଁ କଣ ଏଇ ପ୍ରକାର ଭାବେ କାମ କରିବି? ମଣ୍ଡଳୀକୁ ଆଘାତ କରିକି ମଣ୍ଡଳୀକୁ ଅଲଗା ମଣ୍ଡଳୀ ଠାରୁ ଅଲଗା ହୃଦୟ ଧରିକି ପରମେଶ୍ୱର ଦାସଙ୍କ ସହିତ ଅଲଗା ହୃଦୟରେ ବଞ୍ଚିବାଟା ତାହେଲେ ବାକ୍ୟକୁ ପାଟିରେ କହିକି ଆଉ ହୃଦୟ ପୁରା ପୁରି ଅନ୍ଧକାର ହେଇକି ହୃଦୟ ଭିତରେ ଅନେକ ଗୁଡେ ଅ, ଅସମାଧାନ ହୃଦୟକୁ ଧରିକି ମୁଁ କେତେ ଦିନ ବଞ୍ଚିପାରିବି? এই অবিকল ବର୍ତ୍ତମାନ ଜାଣିନାହିଁ ଯେ ରିଏଲି ନାବାଲ ମରିବା ଆବଶ୍ୟକ। ଯୋଉ ନାବାଲକୁ ଈଶ୍ୱର ପ୍ଲାନ କରୁଥିଲେ ମାରିବା ପାଇଁ, ସେ ନାବାଲର ଉଦ୍ଧାର ପାଇଁ, ସେ ନାବାଲକୁ ବଞ୍ଚେଇବା ପାଇଁ ଅବିକଲ ବର୍ତ୍ତମାନ ଦାଉଦ ପାଖକୁ ଆଣୁଛି। ଅବିକଲ ଜାଣିନାହାନ୍ତି ଯେ ନାବାଲ ମରିଗଲା ପରେ ମୁଁ ଦାଉଦଙ୍କର ସ୍ତ୍ରୀ ହେଇଯିବି। କିନ୍ତୁ ଏ ଶରୀର ଯୋଉ ପର୍ଯ୍ୟନ୍ତ କ୍ରୁଶରେ ବିଚାରିତ ହୋଇନଥିଲା, ଲେଖା ଯେମିତି ହେଇଛି ବାଇବଲ ସମସ୍ତ କର୍ତ୍ତାପଣର ଆଧିପତ୍ୟର କର୍ତ୍ତାପଣର ଅସ୍ତ୍ର ଛଡେଇଲେ କ୍ରୁଶରେ ବିଜୟ ଯାତ୍ରା କରୁଅଛନ୍ତି। ଆମ ଆଡକୁ ରାଜତ୍ଵ, ଆମ ଆଡକୁ କର୍ତ୍ତୃତ୍ଵ, ଆମମାନଙ୍କ ଆଡକୁ ଯୋଉ ଶାସନ କରୁଥିଲା ଶୈତାନ, ପରମେଶ୍ୱର ଯୀଶୁଙ୍କୁ ପଠେଇଲେ ଆଉ ସେ ତମର ମସ୍ତକୁ ଚୂର୍ଣ୍ଣ କରିବେ ଯେମିତି ଲେଖା ହେଇଛି, ଠିକ ସେମିତି କ୍ରୁଶରେ ଆମର ଶରୀରର ବିଚାର ହେଲା। ଆମେ ପରମେଶ୍ୱରଙ୍କର ଅନୁଗ୍ରହ ଦ୍ଵାରା ସମ୍ପୂର୍ଣ୍ଣ ଭାବରେ ଆମର ସିଫ୍ଟ ହେଇଗଲୁ। ତମେ ନୂତନ ସୃଷ୍ଟି ହେଇଛ ଲେଖା ହେଇଛି। ସେଥିପାଇଁ ଏବେ ଯଦି ଆମେ ଯଦି ଦେଖିବା ତାହେଲେ ଅବିଗଲର ସ୍ୱାମୀ ନାବାଲ ପ୍ରକୃତରେ ନା ଦାଉଦ। ଅବିଗଲର ପ୍ରକୃତ ସ୍ୱାମୀ ବର୍ତ୍ତମାନ ଦାଉଦ ଅଟନ୍ତି। ଆମେ ଏବେ ଆମମାନଙ୍କର ପ୍ରକୃତ ବନ୍ଧୁ, ପ୍ରକୃତ ନିଜର ନିକଟବର୍ତ୍ତୀ, ପ୍ରକୃତରେ ଯିଏ କ୍ଲୋଜେଷ୍ଟ, ଯିଏକି ଅତି ନିକଟବର୍ତ୍ତୀ ହଉଛନ୍ତି କେବଳ ଯୀଶୁ ଖ୍ରୀଷ୍ଟ। ସେ ହିଁ ଜଣେ ବିଶ୍ୱସ୍ତ, ସେ ହିଁ ଜଣେ ପ୍ରେମକାରୀ। ଆମ ଏବେ ଦାଉଦଙ୍କ ପାଖକୁ ଅବିଗଲ ଗଲେ, କିଛି ସମୟ ପାଇଁ ଅବିଗଲ ହୃଦୟ ଭିତରେ କଷ୍ଟ ଥିଲା ନାବାଲକୁ ମନେ ପକେଇ। କିନ୍ତୁ ଭାଇ ଭଉଣୀ ମାନେ ଆପଣ ଚିନ୍ତା କରନ୍ତୁ, ନାବାଲକୁ ପରମେଶ୍ୱର ବାହାର କରିଦେଲେ, ମାରିଦେଲେ। ସେମିତି ଆମ ଶରୀରକୁ, ଯୋଉ ଶରୀର ଆମର ପ୍ରାଣକୁ ସଦାବେଳେ ଆଘାତ କରୁଥିଲା, ଯେହେତୁ ଇସ୍ମାଇଲ ଅବ୍ରାହମରେ ବସିକି ରହିକି ଇଶାକୁ ଅନେକ ସମୟରେ ସେ ତାଳନା କରୁଥିଲା। ଆଜି ପରମେଶ୍ୱରଙ୍କର ଇଚ୍ଛାରେ ଆମେ କାଣ୍ଟାଟା କରୁଛୁ, କିନ୍ତୁ ଆମର ଶରୀର ଭିତରୁ ବାହାରୁଥିବା ଅନେକ ଗୁଡିଏ ବିଷ ଗୁଡାକ ପରମେଶ୍ୱରଙ୍କ ଇଚ୍ଛାକୁ ବିରୋଧ କରିବା ପାଇଁ, ପରମେଶ୍ୱରଙ୍କ ଇଚ୍ଛାକୁ ବିପରୀତ ଅର୍ଥ କରିବା ପାଇଁ ସେ ଚେଷ୍ଟା କରୁଛି, କିନ୍ତୁ କେବେ ମଧ୍ୟ ତାହା ସମ୍ଭବ ହୋଇପାରିବନି। ବାଇବଲରେ ନାବାଲକୁ ଈଶ୍ୱର ଅଲରେଡି ହତ୍ୟା କରିସାରିଛନ୍ତି। ସେ ସେମିତି ଏ ନାବାଲ ସଦୃଶ ଆମ ଶରୀରର ବିଚାର ହେଇସାରିଛି। ଆମର ଶରୀର ଠାରୁ ବାହାରୁଥିବାର କୌଣସି ବିଷୟର ସତ୍ୟତା ନାହିଁ, ଏ ବିଷୟରେ କିଛି ମୂଲ୍ୟ ନାହିଁ। ସଦାପ୍ରଭୁ ବର୍ତ୍ତମାନ ଆମମାନଙ୍କ ପାଖରେ ସୁଷମାଚାର ଦେଇଛନ୍ତି, ଚର୍ଚ୍ଚ ଦେଇଛନ୍ତି, ବାକ୍ୟ ଦେଇଛନ୍ତି। ସେଥିପାଇଁ ଯେତେବେଳେ ଆମମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ, ପରମେଶ୍ୱର ଧାର୍ମିକତା ପାଇଁ, ପରମେଶ୍ୱର ଇଚ୍ଛା ପାଇଁ ଯେଉଁ ସମୟରେ ଆମମାନେ ଅନୁଗମନ କରୁଛୁ, ପ୍ରଭୁ ଆମକୁ ବହୁଳ ରୂପରେ ଆଶୀର୍ବାଦ କରିବାର ଜୀବନ, ଆଶୀର୍ବାଦ ଜୀବନ ଦେଇଛନ୍ତି। ଏଇ ଦିନକରେ ଯେତେବେଳେ ଆମେ କାଣ୍ଟାଟା ପାଇଁ ଜାଗା ଜାଗା ଫିକ୍ସ କରୁଛୁ, ଯଦି ସେଇଟା ଅନେକ ଗୁଡ଼ିଏ ପରିସ୍ଥିତି ଦେଖାଯାଉଛି, କିନ୍ତୁ ମୁଁ ଦେଖିପାରୁଛି ଯେ ପରମେଶ୍ୱର ପ୍ରତ୍ୟେକ ଜାଗାରେ କାମ କରୁଛନ୍ତି, କାରଣ ଏଇଟା ତାଙ୍କର କାର୍ଯ୍ୟ। ଏଇଟା ଆମର କାର୍ଯ୍ୟ, ଆମର କାର୍ଯ୍ୟ ବୋଲି କହିଲା ପରିବର୍ତ୍ତେ ଏଇଟା ହଉଛି ଈଶ୍ୱରଙ୍କର କାର୍ଯ୍ୟ। ତ ପ୍ରଭୁଙ୍କ ପାଖରେ ଆମେ ଯଦି ନତ ହୋଇ ପ୍ରାର୍ଥନା କରୁଛୁ, ପରମେଶ୍ୱର ତମେ ତମର କାର୍ଯ୍ୟକୁ ସମାପ୍ତ କର, ତମର ଇଚ୍ଛାକୁ ତମେ ସଫଳ କର। ଯୋଉ ଜାଗାରେ ମଧ୍ୟ ଏଥର ଆମେ କାଣ୍ଟଟା କରିବାକୁ ଯାଉଛୁ, ସେଠି ବହୁତ ଗୁଡେ ଅସୁବିଧା, ଅଭାବ, ଆବଶ୍ୟକତା ଅଛି, କିନ୍ତୁ ଆମର କାଣ୍ଟାଟା ମେମ୍ବର ମାନେ ମଧ୍ୟ ସେମାନେ ଆକ୍ଟର୍ସ ନୁହନ୍ତି, ସେମାନେ ଷ୍ଟୁଡେଣ୍ଟ ମାନେ, ୟୁଥ ମାନେ। କେମିତି ସେମାନେ ଆକ୍ଟିଂ କରିବେ? ମୁଁ କାଲି ଦେଖୁଥିଲି ଆମର ରାଜ ଭାଇଙ୍କର ପୁଅ ସାମୁଏଲ ଜୋସେଫ ହେଇଛି, ତ ଅଧିକ ପ୍ରାକ୍ଟିସ କରିବାକୁ ପଡିବ ତାକୁ। ହଁ? ଅନ୍ୟମାନେ ମଧ୍ୟ ଅଧିକ ପ୍ରାକ୍ଟିସ କରିବାକୁ ପଡିବ, କିନ୍ତୁ ଏଇଟା ଅର୍ଥ ନାହିଁ ଯେ ସେମାନଙ୍କୁ ଆମମାନେ ମାନେ ବିଚାର କରିପାରିବେ। ସେମାନେ କେବେ ମଧ୍ୟ ଜାଣିନାହାନ୍ତି ଆକ୍ଟିଂ କଣ। ସେମାନେ ଫିଲ୍ମ ଦୁନିଆରେ ନାହାନ୍ତି ନା, ସିରିଏଲ ଦୁନିଆରେ ମଧ୍ୟ ନାହାନ୍ତି। ସେମାନେ ଆକ୍ଟର, ଆକ୍ଟିଂ କରିବା ପାଇଁ ସେମାନଙ୍କର ଲକ୍ଷ୍ୟ ନାହିଁ, ସେମାନେ ଷ୍ଟୁଡେଣ୍ଟ ମାନେ। କିନ୍ତୁ ସୁଷମାଚାର ନିମନ୍ତେ ସେମାନଙ୍କର ସମୟକୁ ସେମାନେ ବାହାର କରିକି ସେମାନେ ଚର୍ଚ୍ଚକୁ ଆସିଛନ୍ତି। ତ ମୁଁ ଦେଖିପାରୁଛି ପରମେଶ୍ୱର ଜଣେ ଜଣକୁ ଆଣିଛନ୍ତି, ଆଉ ଏହା ଦ୍ଵାରା ତାଙ୍କର ଜୀବନ ମଧ୍ୟ ପରମେଶ୍ୱରଙ୍କ କାର୍ଯ୍ୟକୁ ଦେଖିକି ସେମାନେ ପ୍ରଭୁଙ୍କ ସାମ୍ନାରେ ଖୁସିରେ ସେମାନେ ପ୍ରଭୁଙ୍କ ପ୍ରତିଜ୍ଞା ଦ୍ଵାରା ଆଗକୁ। ତେଣୁକରି ଆଜି ସକାଳେ ମଧ୍ୟ ଆମେ ଗୋଟେ ବିଷୟକୁ ଯଦି ଆମେ ପାଇପାରିବା ଆମ ହୃଦୟ ଭିତରେ,
ନାବାଲ ଅଲରେଡି ମରି ସାରିଛି। ନାବାଲ ହଉଛି ମୋର ନିଜର ମନ୍ଦ ଚିନ୍ତା। ନାବାଲ ଅର୍ଥ ହଉଛି ମୋ ନିଜର ଧାର୍ମିକତା ଯାହାକି ମନ୍ଦତାରେ ପରିପୂର୍ଣ୍ଣ। ନାବାଲ ଅର୍ଥ ହଉଛି ମୋ ନିଜର ମତ, ମୋର ଗର୍ବ, ମୋର ଦାମ୍ଭିକତା। ଏଇଟା ସବୁ ଜିନିଷକୁ ପରସ୍ପର ପରିତ୍ୟାଗ କରିସାରିଛି। ଆମର ପ୍ରକୃତ ଅ, ସ୍ଥିତି ହଉଛି ଦାଉଦଙ୍କ ସହିତ ଆମେ ଜଡିତ। ଏଇ ଜାଗା ଦାଉଦଙ୍କର ଅର୍ଥ ହଉଛି ଯଦି ଆମେ ଯୀଶୁଙ୍କୁ ବୁଝଉଛୁ, ବାକ୍ୟ ସହିତ ଜଡିତ ଚାଲେ, ଆମେ ପରମେଶ୍ୱରଙ୍କର ବାକ୍ୟର ସପକ୍ଷ ଲୋକ। ଆମେ ମଣ୍ଡଳୀ ଆମକୁ ଦେଇଛନ୍ତି ପରମେଶ୍ୱର, ମଣ୍ଡଳୀ ସହିତ ଜଡିତ ହେଇକି ଆମେ ଆଗକୁ ଯାଉଛୁ। ତେଣୁକରି ପରମେଶ୍ୱରଙ୍କର ସାମ୍ନାରେ ମୁଁ ଯଦି କହିବି ତାହେଲେ ବର୍ତ୍ତମାନ ଆମେ ଆଉ ନାବାଲର ୱାଇଫ ନାହିଁ, ଆମେ ହଉଛି ଦାଉଦଙ୍କ ୱାଇଫ ସଦୃଶ। ଆମେ ପ୍ରଭୁ ଯୀଶୁଙ୍କର ହେଇସାରିଛୁ। ଏ ଆଶାରେ ଖୁସିରେ ଆମେ ଆଗକୁ ବଢିବା ପାଇଁ ପରମେଶ୍ୱର ସମସ୍ତ ସର୍ତ୍ତ ଦେଇଛନ୍ତି। ଆମ ଅତି ଅଳ୍ପ ଦିନ ରହିଲା, ଆମକୁ ବହୁତ ଗୁଡେ କାମ ଗୁଡା କରିବାର ଅଛି। ବେଶୀ ଗୁଡେ କାମ ଅଛି, ରାତି ପର୍ଯ୍ୟନ୍ତ କାମ ହଉଛି। ତ ପ୍ରତ୍ୟେକ ମଣ୍ଡଳୀର ଭାଇ ଭଉଣୀକୁ ମୁଁ ସହଯୋଗ ମାଗୁଛି, ଟିକେ ବୁଲି ଆସନ୍ତୁ ଭାଇ ଭଉଣୀ ମାନେ ଚର୍ଚ୍ଚ। ଖାଲି ରହିଲେ ବୁଲି ଆସିକି ଆମର ପିଲାମାନଙ୍କୁ ଏନକରେଜ କରନ୍ତୁ। ହଁ? ଆଉ ସେମାନଙ୍କ ପାଖରେ ଛିଡା ହୁଅନ୍ତୁ, ତ ସେମାନେ ମଧ୍ୟ ଖୁସି ହେବେ। ଆମେ ହଉଛି ଚର୍ଚ୍ଚ ହଉଛି ଆମର ଘର। ମଣ୍ଡଳୀର ମଣ୍ଡଳୀର ସ୍ଥାନ ହଉଛି ଆମର ପରିବାର ଲୋକ। ତେଣୁକରି ଚାଲନ୍ତୁ ଆମ ପ୍ରଭୁଙ୍କର ସାମ୍ନାରେ ଖୁସିରେ କାନ୍ତାଟା ପାଇଁ ଆମେ ଆଗକୁ ଆଗକୁ ବଢିବା। ସମସ୍ତ ଭାଇ ଭଉଣୀଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନେ ସମସ୍ତେ ପ୍ରାର୍ଥନା କରିଦିଅନ୍ତୁ। ଆଜି ଯେପରି ଈଶ୍ୱରଙ୍କର ଇଚ୍ଛା ତାଙ୍କ ଅନୁସାରେ ସବୁ ଜିନିଷ ସଫଳ। ଧନ୍ୟବାଦ। ଏତିକି ପ୍ରାର୍ଥନା କରିବା। ପରମେଶ୍ୱର ଧନ୍ୟବାଦ ଦଉଛୁ ପ୍ରଭୁ, ତମେ ଗୌରବ ପ୍ରଶଂସା ପାଅ। ତମେ ଆମକୁ ଆଜି ସକାଳେ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ଦେଲ ପ୍ରଭୁ, ପ୍ରଥମ ସମୟ 25 ପ୍ରଭୁ ଆମମାନେ କଣ କଥା ହଉଛୁ, କଣ ଭାବୁଛୁ ଆମେ ଜାଣିନୁ। ଅବିକଳ କାହିଁକି ବର୍ତ୍ତମାନ ନାବାଲର ଜୀବନ ପାଇଁ ଦାଉଦଙ୍କ ପାଖରେ ଆଣ୍ଠୁଛି ସେ ବି ଜାଣିନାହିଁ ପ୍ରଭୁ। ଯଦି ଈଶ୍ୱରଙ୍କର ପ୍ଲାନ୍ ଥିଲା ନାବାଲକୁ ଅବିକଳ ଠାରୁ ଅଲଗା କରିକି ଅବିକଳକୁ ଦାଉଦଙ୍କ ସହିତ ସଂଯୁକ୍ତ କରିବା ପାଇଁ, ଠିକ ସେମିତି ପ୍ରଭୁ ତମେ ଆମମାନଙ୍କୁ ଯୀଶୁଙ୍କ ସହିତ ସଂଯୁକ୍ତ କରିବା ପାଇଁ, ଯୀଶୁଙ୍କର ବାକ୍ୟ ସହିତ ବଞ୍ଚିବା ପାଇଁ, ଈଶ୍ୱରଙ୍କର ତୁମେ ଆମର ଶରୀର ଠାରୁ ପୃଥକ କରିବା ପାଇଁ এই ଚର୍ଚ୍ଚକୁ ତମେ ଆଣିଲ ପ୍ରଭୁ। କାରଣ ଈଶ୍ୱରଙ୍କ ଛଡା ନାବାଲକୁ କିଏ ମଧ୍ୟ ମାରିପାରିବ ନାହିଁ। ଆଉ ପ୍ରଭୁ ଯଦିଓ ଆମେ ବହୁତ ଲମ୍ବା ସମୟ ଧରିକି ବଞ୍ଚିକି ଆସିଲୁ, କିନ୍ତୁ ପ୍ରଭୁ ଆମେ ଅଧିକାଂଶ ସମୟରେ ଆମମାନେ ନାବାଲକୁ ଆମମାନେ ସଂଯୁକ୍ତ ହେଇକି ନାବାଲର କଥା ଶୁଣିକି ବଞ୍ଚିଥିଲା ପରେ ଆମ ନିଜ ଶରୀରକୁ ଅନୁଗମନ କରିବାର ବ୍ୟକ୍ତି ଥିଲୁ। କିନ୍ତୁ ପ୍ରଭୁ ତୁମେ ଆମକୁ ଦାଉଦଙ୍କୁ ଦେଇଅଛ, ତୁମେ ଆମକୁ ମଣ୍ଡଳୀ ପ୍ରଭୁ ବାକ୍ୟ ଦେଇଅଛ। ଆଉ ସେଥିପାଇଁ ପ୍ରଭୁ ତୁମେ ଯେପରି ଅଧିକାଂଶ ସମୟରେ ଯେପରି ତୁମେ ଆମ ପାଇଁ କାମ କରିଅଛ, ତାହାର ପ୍ରଭୁ ଯଦି ଆମେ ସ୍ମରଣୀୟ ସାକ୍ଷ୍ୟକୁ ମନେ ପକାଉଛୁ ପ୍ରଭୁ, ଆମେ ଧନ୍ୟବାଦ ଦଉଛୁ। এই ସମୟରେ ପ୍ରଭୁ ଆମେ କାଣ୍ଟାଟା ପାଇଁ ପ୍ରଭୁ ପ୍ରିପାରେସନ କରୁଛୁ। ବାହ୍ୟ ଭାବରେ ଦେଖିଲେ ଆମମାନଙ୍କୁ କିଛି କଲା ପରେ ଦେଖାଯାଉଛି, କିନ୍ତୁ ପ୍ରକୃତରେ ପ୍ରଭୁ ବାସ୍ତବିକ ଭାବରେ ଆମେ କିଛି ବି କରୁନୁ। ସମସ୍ତ ବିଷୟ ପ୍ରଭୁ ତମେ କରୁଅଛ। ପ୍ରଭୁ ତୁମେ ଆମକୁ ଅନୁଗ୍ରହ ଦିଅ, ଯେପରି ଆମମାନେ ତମର ଦ୍ଵାରା ପ୍ରଭୁ ସମସ୍ତ ବିଷୟ ପ୍ରାପ୍ତ ହବୁ। ଆଉ ତମର ବାକ୍ୟ ଲେଖା ହେଇଛି, ସ୍ୱର୍ଗର ପ୍ରଦତ୍ତନରେ ମନୁଷ୍ୟ କିଛି ମଧ୍ୟ ପ୍ରାପ୍ତ ହେଇପାରିବ। ଆମକୁ ଅର୍ଥର ଆବଶ୍ୟକତା ଅଛି, ବିଷୟବସ୍ତୁ ଗୁଡାକ ମ୍ୟାନେଜମେଣ୍ଟ କରିବାଟା ବହୁତ ଗୁଡେ ବିଷୟ ଅଛି। ପ୍ରଭୁ ତୁମେ ଆମକୁ ଦୟା କର, ଯେପରି ଆମେ ସମସ୍ତ କ୍ଷେତ୍ରରେ ଯେପରି ଆମେ ତମ ଠାରୁ ଅନୁଗ୍ରହ ପାଇବୁ ସେଥିପାଇଁ ଆଜି ଦିନ ସାରା ତୁମେ କୋଡେଇକି ନିଅ। ଆଉ ପ୍ରଭୁ ପ୍ରତ୍ୟେକ ଭାଇ ଭଉଣୀଙ୍କୁ ମଧ୍ୟ ତମେ ପ୍ରଭୁ ଅନୁଗ୍ରହ କର, ଯେପରି ସେମାନଙ୍କର ହୃଦୟରେ ଆଶାରେ ପରିପୂର୍ଣ୍ଣ ହେଇକି ଆଉ ପ୍ରଭୁ ସେମାନେ ମଧ୍ୟ ଯେପରି ପ୍ରଭୁଙ୍କର ମାର୍ଗରେ ପ୍ରଭୁ ସେମାନେ ଗମନାଗମନ କରିବେ ପ୍ରଭୁ, ସେଥିପାଇଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ମନେ ପକାଅ। ପାରିବାରିକ ସମସ୍ୟା, କଷ୍ଟ, ଦୁଃଖ, ଅଭାବ, ରୋଗ ଯାହା ମଧ୍ୟ ଅଛି ସମସ୍ତ ବିଷୟକୁ ତମେ ସମାଧାନ ଦେଇଦିଅ ପ୍ରଭୁ। ମଣ୍ଡଳୀ ସହିତ, ମଣ୍ଡଳୀରେ ପ୍ରଭୁଙ୍କ ଦାସମାନଙ୍କ ସହିତ, ଆଉ ପ୍ରଭୁ ଏଲ୍ଡର ଡିକାନଙ୍କ ସହିତ ପ୍ରତ୍ୟେକ ଯେପରି ଆମେ ପରସ୍ପର କଲୋସିୟ 3 ଯେମିତି ଲେଖା ହେଇଛି, ଆମେ ପରସ୍ପର ପ୍ରେମରେ ପରସ୍ପର ଆମମାନେ ଆଉ ପ୍ରଭୁ ଖୁସିରେ ଯେପରି ଆମମାନେ ଆଉ ତମର ଶାନ୍ତି ଯେପରି ଆମର ହୃଦୟରେ ରାଜତ୍ୱ କରିବ, ତାହା ତୁମର ଇଚ୍ଛା। ଆମର ହୃଦୟ ଭିତରେ ଖ୍ରୀଷ୍ଟଙ୍କର ପ୍ରଚୁର ବାକ୍ୟ ଯେପରି ପରିପୂର୍ଣ୍ଣ ବାସ କରିବ, ତାହା ତୁମର ଇଚ୍ଛା ପ୍ରଭୁ। ସେଥିପାଇଁ ଆମର ଚର୍ଚ୍ଚକୁ ତୁମେ ଆଲୋକିତ ଭାବରେ ଶକ୍ତିଯୁକ୍ତରେ ଆଗକୁ ବଢାଅ ପ୍ରଭୁ। ଏ କାଣ୍ଟାଟା ଦ୍ୱାରା ଯେପରି ହଜାର ହଜାର ଲୋକମାନେ ଯେପରି ସୁଷମାଚାରକୁ ଶୁଣିପାରିବେ ଆଉ ସେମାନେ ପରିତ୍ରାଣ ରାସ୍ତା ପାଇପାରିବେ, ସେଥିରେ ତୁମେ ସମସ୍ତ କାଣ୍ଟାଟାକୁ ଅନୁଗ୍ରହ କର। ଆମର କାଣ୍ଟାଟାର ମେମ୍ବର ମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଥଣ୍ଡା ବେଶୀ ହଉଛି ପ୍ରଭୁ, ସେମାନଙ୍କର ଶରୀରକୁ ତମେ ଯତ୍ନ ନିଅ। ଦୁର୍ବଳ ଦୁର୍ବଳ ଦୁର୍ବଳତା ଅଛି ତାଙ୍କ ପାଖରେ ପ୍ରଭୁ, ଆଉ ତାଙ୍କୁ ଯାହା ମଧ୍ୟ ଆବଶ୍ୟକ ଅଟେ ତମେ ସମସ୍ତ ବିଷୟ ଯୋଗାଇ ଦିଅ ପ୍ରଭୁ। ଆଉ ପ୍ରଭୁ ଆମେ କଣ୍ଟ୍ରାକ୍ଟ ଟୁର ପାଇଁ ବାହାରିବୁ ଅଳ୍ପ ଦିନ ଗଲା ପରେ, କିନ୍ତୁ ସେଠି ବହୁତ କାମ ଗୁଡାକ ସବୁ ଅଛି ପ୍ରଭୁ। ଆଉ ତୁମେ ଆମକୁ ସାହାଯ୍ୟ କର, ଆଜି ପରେ ଆମର ସମସ୍ତ କଣ୍ଟ୍ରାକ୍ଟ ମେମ୍ବରଙ୍କର ଦେହ ସୁସ୍ଥ ସବଳ ହବ। ଆଜି ପରେ କୌଣସି କାହାକୁ କିଛି ଅସୁବିଧା ହବ ନାହିଁ, ସେଥିପାଇଁ ତୁମେ ଅତି ଯତ୍ନ ସହକାରେ ତୁମେ ଆମକୁ ପରିଚାଳନା କର ଆଉ ତୁମେ ଆମକୁ ଅନୁଗ୍ରହ ଦିଅ।
ସମସ୍ତ ବିଶ୍ୱର ଧନ୍ୟବାଦ ଦେଇ ଗୌର ପ୍ରଶଂସା ଦେଇ ପ୍ରାର୍ଥନା ଉଦ୍ଧାର କଥା ନାଜୁଥିବ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ ଆମେନ୍। ହଉ ଭାଇ ଭଉଣୀମାନେ ଧନ୍ୟବାଦ ସମସ୍ତଙ୍କୁ ନମସ୍କାର।